हरि ओम हरि ओम। गुरुदेव प्रणाम। प्रणाम प्रणाम कुहतु ଆଜ୍ଞା ଟିକେ ବ୍ୟସ୍ତ ଫ୍ରି ଥିଲି। ଅଛନ୍ତି ତ? हाँ फ्री ଅଛି କଥା ହେଇପାରିବେ କୁହନ୍ତୁ ଗୁରୁଦେବ ମନରେ ଏକ ପ୍ରଶ୍ନ ଆସିଲା କୁହନ୍ତୁ। ଯେ ଆମେ ସମସ୍ତେ ସଂସାରରେ ସେ ଈଶ୍ୱରଙ୍କର ହିଁ ମାନେ କହିବାକୁ ଗଲେ ଆମେ ସମସ୍ତେ ହିଁ ଈଶ୍ୱର ଆଜ୍ଞା ସ୍ୱରୂପ ହିଁ ଏକ। ଆଜ୍ଞା ଗୁରୁଦେବ ଯଦି ସ୍ୱରୂପ ଏକ ସଂସାରରେ ନକାରାତ୍ମକ ସକାରାତ୍ମକ ରଚନା କାହିଁକି କରାଯାଇଛି? ଆଚ୍ଛା 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 ଆଜ୍ଞା ଭଲ ପ୍ରଶ୍ନ। ଉତ୍ତର ବୁଝନ୍ତୁ। ଅ, ନକାରାତ୍ମକ ସକାରାତ୍ମକ ଆଜ୍ଞା ଦିଟା ବିଚାର ନା ନାହିଁ? ଆଜ୍ଞା ହଁ କି ନାହିଁ? ଆଜ୍ଞା ଦିଟାକ ବୃତ୍ତି ନା ନାହିଁ? ଆଜ୍ଞା ଆଚ୍ଛା ଦିଟା ବୃତ୍ତିକୁ ଯଦି ଆମେ ଭଲସେ ପରଖିବା, ଆଜ୍ଞା ଭାବି ନିଅନ୍ତୁ ଜଣେ ମଦ ପିଅନ୍ତି, ଆଜ୍ଞା ଜଣେ ମଦ ପିଅନ୍ତିନି। ଆଜ୍ଞା ଯିଏ ପିଉନାହାନ୍ତି ତାଙ୍କ ପାଇଁ ସେଇଟା ନକାରାତ୍ମକ, ଆଜ୍ଞା ଯିଏ ପିଉଛନ୍ତି ତାଙ୍କ ପାଇଁ ସେଇଟା ସକାରାତ୍ମକ। ଆଜ୍ଞା ଜଣେ ମାଂସ ଖାଉନାହାନ୍ତି, ଜଣେ ମାଂସ ଖାଉଛନ୍ତି। ଆଜ୍ଞା ଆମେ ଧୀରେ ଧୀରେ ଯିବା, ଆମେ ମାନେ ଆଜ୍ଞା ଆମ ଆଚରଣକୁ ନେଇକି ଧୀରେ ଧୀରେ ଅନ୍ତର୍ଯାତ୍ରା କଲେ ଆମେ ଗଭୀର ଭାବରେ ଗୋଟେ କଥାଟାକୁ ବୁଝିପାରିବା। ଗୋଟେ ଆଜ୍ଞା କଥା ହେଲା ଲୀଳାରେ ଭଲ ବି ଥାଏ ଆଜ୍ଞା ମନ୍ଦ ବି ଥାଏ। ଆମେ ଗୋଟେ ସିନେମା ଦେଖୁଛେ, ସିନେମାରେ ଭାବି ନିଅନ୍ତୁ ଜଣେ କେହି ଭିଲିଆନ୍ ରହିବେନି, ସିନେମାରେ କେହି କୁସଂସ୍କାରିତ ଲୋକ ରହିବେନି, ସମସ୍ତେ ହସୁଥିବେ, ସମସ୍ତେ ଜଣେ ଜଣଙ୍କର ସାହାଯ୍ୟ ହୁଅଥିବେ, ସାହାରା ହୁଅଥିବେ। ସେମିତିଆ ସିନେମା କିଏ ଦେଖିବେ? ନା ଧରିପାରୁଛନ୍ତି? ମାନେ ଆଜ୍ଞା ଆଚ୍ଛା ଆଉ ଗୋଟେ କଥା, ଆଉ ଗୋଟେ କଥା, ରାତି ଥିବାରୁ ଦିନକୁ ଆମେ ପରଖି ପାରୁଛେ। ଆଜ୍ଞା ଭାବି ନିଅନ୍ତୁ ରାତି ଯଦି ନ ହୁଅନ୍ତା, ଆଜ୍ଞା ଦିନର ମୂଲ୍ୟକୁ ଆମେ ବୁଝିପାରନ୍ତେ କି? ନା ଆଚ୍ଛା ଏଠି ବି ସେମିତି ଲୀଳାରେ ଯେଉଁ କହିଲେ ଆମେ ସମସ୍ତେ, ପ୍ରଥମେ ଯେଉଁ କହିଲେ ଆମେ ସମସ୍ତେ ଏଠି ନୁହଁ, ମୁଁ ହିଁ ଅଛି। ଆଜ୍ଞା ଆଜ୍ଞା ବୁଝିପାରୁଛି? ଆମେ ସମସ୍ତେ ଆଜ୍ଞା ଭାବି ନେଇଛେ, ଆମେ ଯେହେତୁ ସମାଜକୁ ଦୁଇ ରୂପରେ ଦେଖିଛେ, ଶରୀର ରୂପରେ ନିଜକୁ ପରିଚୟ ପାଇଛେ, ଆଜ୍ଞା ତ ଆମେ ଦୁଇ ଭାବି ନେଇଛେ ଆଉ ଅନେକ ରୂପରେ ମାନି ନେଇଛେ। ଆଜ୍ଞା ସଂସାର ଜଣଙ୍କ ଭିତରେ ହିଁ ପରିଚାଳନା ହେଉଛି, ଆଜ୍ଞା କିନ୍ତୁ ଆମେ ବାହ୍ୟ ଜଗତକୁ ଯେହେତୁ ଆମେ ଅନେକ ରୂପରେ, ଶରୀର ରୂପରେ, ବସ୍ତୁ ପଦାର୍ଥ ରୂପରେ ଚିହ୍ନିଛେ, ସେପରିକା ଆମେ ମାନିଛେ। କିନ୍ତୁ ଦେଖିବାକୁ ଗଲେ ଆଜ୍ଞା ସଂସାର ଜଣଙ୍କ ଭିତରେ ପରିଚାଳନା ହେଉଛି। ଜଣେ ସେଇ ଏ ଶରୀର ଭିତରେ, ଆପଣଙ୍କ ଭିତରେ, ସମସ୍ତଙ୍କ ଭିତରେ ସେଇ ଏକ ହିଁ ଅଛନ୍ତି। ଏକ ହିଁ ଆଜ୍ଞା ମାନେ ସେଇ କହିବା ବି ମାନେ ସଠିକ୍ ଉତ୍ତର ହେବନି। ମୁଁ ହିଁ ଅଛି, ଆଜ୍ଞା ମୁଁ ଦେଖୁଛି ତ ସଂସାର ଦୃଶ୍ୟମାନ ହେଉଛି, ମୋ ଭିତରେ ହିଁ ସଂସାର ପରିଚାଳନା ହେଉଛି, ମୁଁ ସଂସାରର ଆଧାର, ଆଜ୍ଞା ମୁଁ ହିଁ ସମସ୍ତଙ୍କ ଭିତରେ ଅଛି। ତ ଏଠି ଦେଖିବାକୁ ଗଲେ ଏ ଯେଉଁ ଭଲ ମନ୍ଦ କହୁଛେ, ମନର ଗୁଣ ସେଇଟା, ମନର ଆଜ୍ଞା ବୃତ୍ତି, ମନର ଚାରିଟା ଗୁଣ ଅଛି: ସତ୍ୱ ଗୁଣ, ରଜୋଗୁଣ, ତମୋ ଗୁଣ, ନିର୍ଗୁଣ। ଆଜ୍ଞା ବୁଝୁଛେ? ତ ଇଏ ସବୁ ଗୁଣ କ'ଣ? ଗୁଣ ତାହେଲେ ଆମେ କହିବା ଗୁଣ କେମିତି ଉତ୍ପନ୍ନ ହେଲା? ଗୁଣ ଉତ୍ପନ୍ନ ହେଲା ସଂସ୍କାରକୁ ନେଇକରି, ଆଜ୍ଞା ପରିବେଶକୁ ନେଇକରି, ସଙ୍ଗତିକୁ ନେଇକରି। ବୁଝିପାରୁଛି? ଆମେ ଯେଉଁ ପରିକା ସାଙ୍ଗସାଥୀଙ୍କ ମଧ୍ୟରେ ବସୁଛେ, ଯେଉଁ ପରିକା ଆମେ କଥାବାର୍ତ୍ତା ହେଉଛେ, ସେଇ ସବୁ କଥାକୁ ଧାରଣା କରୁଛେ, ସେହିପରିକା ଗୁଣ ନିର୍ମାଣ ହେଉଛି। ଆଉ ଯଦି ଆଜ୍ଞା ଗୁଣକୁ ଆମେ ପରଖିବା, ଗୁଣ ବି ଅନାତ୍ମା, ଗୁଣ ବି ଅନିତ୍ୟ ପଦାର୍ଥ। ଗୁଣ ଅନାତ୍ମା କେଉଁଠି ହେଉଛି? ମାନେ କେମିତି ହେଉଛି? ଯେତେବେଳେ ଗୁଣ ନାହିଁ, ନିର୍ଗୁଣ ଅବସ୍ଥାକୁ ଆମେ ପଳାଉଛେ। ନିର୍ଗୁଣ ଅବସ୍ଥା ହେଲା ବ୍ରହ୍ମ ଅବସ୍ଥା। ଆଜ୍ଞା ବୁଝିପାରୁଛି? ନିର୍ଗୁଣ ଅବସ୍ଥା ମାନେ ଯେତେବେଳେ ମନରେ ବୃତ୍ତି ରହୁନି, ମନରେ କ'ଣ ନା ସତ୍ୱଗୁଣ ରହୁଛି, ନା ତମୋ ଗୁଣ ରହୁଛି, ନା ରଜଗୁଣ ରହୁଛି। ତ ଆଜ୍ଞା ଗୁଣାତୀତ ଯେତେବେଳେ ମନ ନିର୍ଗୁଣ ଅବସ୍ଥାକୁ ପଳାଉଛି, ନିର୍ଗୁଣ ହେଲେ ବ୍ରହ୍ମ। କିନ୍ତୁ ଆଜ୍ଞା ନିର୍ଗୁଣ ଯେହେତୁ ସାକାର ରୂପ ନେଇଛନ୍ତି, ଯେହେତୁ ସାକାର ଲୀଳା ଚାଲିଛି, ଲୀଳାରେ ଯଦି ଆମେ ଗଭୀର ଭାବରେ ଦେଖିବା, ଲୀଳାରେ ହେଉଛି ସବୁ ଲୀଳାର ଅଂଶ। ଆଜ୍ଞା ମନ୍ଦ ଥିବାରୁ ଭଲକୁ ଆମେ ପରଖି ପାରୁଛେ। ଯଦି ମନ୍ଦ ନଥାନ୍ତା ଭଲକୁ କେମିତି ପରଖିବା? ଏଠି ପ୍ରଶ୍ନ ଉଠିବ ଫେରେ, ମନ୍ଦ କାହିଁକି ଅଛି? ମନ୍ଦର ଆବଶ୍ୟକତା କ'ଣ? ବ୍ରହ୍ମ ତ ଭଲ, ବ୍ରହ୍ମ ତ ସମସ୍ତଙ୍କ ଭିତରେ ଅଛନ୍ତି, ବ୍ରହ୍ମ ତ ସ୍ୱଚ୍ଛ, ବ୍ରହ୍ମ ତ ପବିତ୍ର। ତାହେଲେ ପବିତ୍ର ମନ୍ଦରେ କାହିଁକି ମାନେ ପରିଣତ ହେଲେ? ମନ୍ଦକୁ କାହିଁକି
ମାନେ ଉପସ୍ଥାପନ କଲେ। ଏଠି ଦେଖନ୍ତୁ, ଲୀଳାକୁ ଗଭୀର ଭାବରେ ବୁଝିବା ପାଇଁ ହେଲେ ସବୁ ଜିନିଷକୁ ଭଲସେ ପରୀକ୍ଷା ପଡ଼ିବ। ଭଲସେ ପରୀକ୍ଷା ପଡ଼ିବ କ'ଣ? କ୍ରୋଧ ଅଛି, ଆଜ୍ଞା କ୍ରୋଧର ବି ଆବଶ୍ୟକ ଅଛି। ଆଜ୍ଞା କ୍ରୋଧ ନଥିଲେ ଆମେ ଜଣକୁ ଆକଟ କରିପାରିବାନି, ଆଜ୍ଞା ଜଣଙ୍କ ସଂସ୍କାରକୁ ସୁଧାରି ପାରିବାନି। ତ ଆଜ୍ଞା କ୍ରୋଧ ବି ଜୀବନର ଏକ ଲୀଳା। ଏ ସଂସାରରେ ଯାହା ବି ରଚନା ହେଇଛି, ପ୍ରତ୍ୟେକ ବସ୍ତୁର, ପ୍ରତ୍ୟେକ ପଦାର୍ଥର ଆବଶ୍ୟକତା ଅଛି। ଆମେ କୌଣସି ଜିନିଷକୁ ଆମେ ମନା କରିପାରିବାନି, ଏଇଟା କାହିଁକି ଅଛି ବୋଲିକି ମନା କରିପାରିବାନି। କାହିଁ ମନା ଗୋଟେ କରିପାରିବାନି? ଆଉ ଗୋଟେ ପ୍ରଶ୍ନ ଏଠି ଉଠୁଛି, କୁହନ୍ତୁ। ତାହେଲେ ଗୋଟେ ଶରୀର ମାନେ ଗୋଟେ ଶରୀରକୁ ବିନାଶ କରିବା ପାଇଁ ସେଠି ବୋମାର ନିର୍ମାଣ କରୁଛନ୍ତି। ଆଜ୍ଞା ବୋମା ଫେର ଆଉ କୁଆଡ଼େ ପଳେଇଲେ। ଆମେ ଆଜ୍ଞା ଇଏ ବ୍ରହ୍ମଜ୍ଞାନ ହେଲା ସାଗର, କଥା ଅନ୍ତ କୁଆଡ଼େ ଆଉ କୁଆଡ଼େ ପଳେଇବା। ଆଜ୍ଞା ଦେଖନ୍ତୁ, ବୋମାର ନିର୍ମାଣ ହେଇଛି ବହୁତ ସାରା, ମାନେ ଯେଉଁ ହାଇଡ୍ରୋଜନ୍ କଣକଣିକା ଅଛି, ହିଲିୟମ୍ ଅଛି, କି ଗନ୍ ପାଉଡ଼ର ଅଛି, ଏସବୁ ଜିନିଷର ସଦୁପଯୋଗ ବି ହେଇପାରିବ। ଆଜ୍ଞା ବୁଝିପାରୁଛନ୍ତି? ତା ସଦୁପଯୋଗ ହେଇପାରିବ, କିନ୍ତୁ କେଉଁଠି ଇନ୍ଧନ ରୂପରେ ବିନିଯୋଗ ହେଉଛି, କେଉଁଠି ଅଛି, ବହୁତ ସାରା ଜିନିଷ ଅଛି, ବହୁତ ଜାଗାରେ ବିନିଯୋଗ ହେଉଛି, ତାକୁ କିଏ ଦୁରୁପଯୋଗ ବି କରୁଛନ୍ତି। ଆମେ ଏମିତି ଆଜ୍ଞା ଯଦି ବୁଝିବା, ଗୋଟେ ଛୁରୀ ଅଛି, ଆଜ୍ଞା ବୁଝିପାରୁଛି, ସେ ଛୁରୀକୁ ଜଣେ ଡକ୍ଟର ବି ବିନିଯୋଗ କରୁଛନ୍ତି, ସେଇ ଛୁରୀକୁ ଜଣେ ଚୋର ବି ବିନିଯୋଗ କରୁଛନ୍ତି। ଆଜ୍ଞା ଚୋର କାହାକୁ ସେ ଛୁରୀରେ କାହାକୁ ଯାହା ଜୀବନ ହଁ, ନେଇଯାଉଛନ୍ତି। ଜୀବନ ନେଉଛନ୍ତି, କି କେଉଁଠି ଚୋର ଭାବିନିଅନ୍ତୁ ଜଣଙ୍କ ଘରେ ଚୋର ପଶିଗଲେ, ସେ ଚୋରକୁ ସେ ଆଜ୍ଞା ଘର ଲୋକ ଧରିବା ପାଇଁ ଚେଷ୍ଟା କଲେ, ସେ ଛୁରୀଟାକୁ ସେ ଚୋର କାହା ଦେହରେ ଟିକେ ଫୁଟେଇ ଦେଲା, କି କାହା ଉପରେ ଫୋପାଡ଼ି ଦେଲା। ସେ ଫୁଟେଇବା ଦ୍ୱାରା କାହା ଦେହରେ ଟିକେ ଆଘାତ ହେଇଛି, କିନ୍ତୁ ବେଶୀ କିଛି ହେଇନି। ଚୋରକୁ ଧରିକି ସମସ୍ତେ କୁଟିବେ, ବାଡ଼େଇବେ, ଧରା ପଡ଼ିଗଲା ଚୋର। ଆଜ୍ଞା ଆଜ୍ଞା ସିଏ କାହାକୁ ଟିକେ ଫୁଟେଇ ଦେଲା, କିନ୍ତୁ ବଡ଼ ଆଘାତ କିଛି ହେଇନି, କିନ୍ତୁ ସେ ଚୋରକୁ ଧରିକି ଆମେ ସମସ୍ତେ ପିଟୁଛ, ବାଡ଼ଉଛେ। ଭାବି ଆଜ୍ଞା ନିଅନ୍ତୁ, ସେଇ ଛୁରୀକୁ ନେଇକରି ଜଣେ ଡକ୍ଟର ଜଣେ ରୋଗୀର ଚିକିତ୍ସା କରୁଛନ୍ତି, ରୋଗୀର ଦେହାନ୍ତ ହେଇଗଲା, ସେଠି ଆମେ ଆଜ୍ଞା ଡକ୍ଟରକୁ ବାଡ଼େଇବା କି? ନା କାହିଁ ବାଡ଼େଇବାନି? ଇଏ ତ ଜଣେ ଶରୀରକୁ ମାରିଦେଲେ, ସିଏ ତ କାହାକୁ ମାରି ନାହାନ୍ତି, ଟିକେ ଖାଲି ଫୁଟେଇଛନ୍ତି। ସ୍ଥାନ, ଆଜ୍ଞା କାଳ, ପାତ୍ର, ବୁଝିପାରୁଛେ? ଆଜ୍ଞା ତାଙ୍କ ଉଦ୍ଦେଶ୍ୟ ବୁଝିବାକୁ ପଡ଼ିବ। ଡକ୍ଟରଙ୍କ ଉଦ୍ଦେଶ୍ୟ ଥିଲା ଜଣେ ରୋଗୀକୁ ଚିକିତ୍ସା କରିବା, ତାଙ୍କୁ ଜୀବନ ଦାନ ଦେବା, ତାଙ୍କୁ ବଞ୍ଚେଇବା। ଏଠି ଏ ଯେଉଁ କୁସଂସ୍କାରିତ ଶରୀର, ଯାହାକୁ ଆମେ ଚୋର କହୁଛେ, ଏଠି ଆଙ୍କର ଉଦ୍ଦେଶ୍ୟ ଥିଲା, ଲୋଭ ଥିଲା, ମୋହ ଥିଲା, ଅନ୍ୟଙ୍କ ବସ୍ତୁ ପଦାର୍ଥକୁ ପ୍ରାପ୍ତ କରିକିରି କେମିତି ଆମେ ସୁଖରେ ରହିବା, ଏ ଚିନ୍ତାଧାରା ଥିଲା। ତ ଚିନ୍ତାଧାରାକୁ ନେଇକରି ଦୁଇ ଜଣ ଗୋଟାଏ ବସ୍ତୁକୁ ବିନିଯୋଗ କରୁଛନ୍ତି, କିନ୍ତୁ ସ୍ଥାନ, କାଳ, ପାତ୍ରକୁ ନେଇକରି ତାଙ୍କ ଯେଉଁ ବ୍ୟବହାରକୁ ଆମେ କେଉଁଠି ଭଲରେ ପରଖୁଛେ, ତ କେଉଁଠି ଆମେ ତାକୁ ମନ୍ଦରେ ପରଖୁଛେ। ତ ସେମିତି ଆଜ୍ଞା ଏ ସଂସାରରେ ମନ୍ଦ ବିନା ବି କେବଳ ଭଲକୁ ଆମେ ପରଖି ପାରିବାନି। ମନ୍ଦ ବିନା ବି କେବଳ ଭଲ ରହିଲେ ବି ଲୀଳା ସମ୍ପୂର୍ଣ୍ଣ ହେବନି। ଲୀଳା ଆଜ୍ଞା ମାନେ କ'ଣ? ଗୋଟେ ମିଥ୍ୟା ଖେଳ, ଆଜ୍ଞା ବୁଝିପାରୁଛନ୍ତି? ମିଥ୍ୟା ଖେଳ। ଆଉ ଗୋଟେ କଥା, ବ୍ରହ୍ମଜ୍ଞାନକୁ ବୁଝିବା ପାଇଁ ହେଲେ ଶାନ୍ତ ମନ ହେଇକରି ଅନ୍ତର୍ଯାତ୍ରା କରିବାକୁ ପଡ଼ିବ। ଧୀରେ ଧୀରେ ବାହାରେ ବହିମତକୁ ତ ଆମେ ଦେଖୁଛେ, ଏଠି ମୂଳ କଥା ହେଲା, ଭଲ ଅଛି, ମନ୍ଦ ଅଛି, ଆଜ୍ଞା କିନ୍ତୁ ଭଲ ମନ୍ଦର ଦୁଇଟା ଅବକାଶ ବି ଆମ ପାଖରେ ଅଛି। ଆଜ୍ଞା ଆମେ ଯଦି ଭଲକୁ, ଆମେ ମାନେ କ'ଣ, ଶରୀର ସ୍ତରରେ ମୁଁ କହୁଛି, ଆଜ୍ଞା ଆତ୍ମା ସ୍ତରରେ ତ ସେଇ ହିଁ ଲୀଳା କରୁଛନ୍ତି, କିନ୍ତୁ ଆଜ୍ଞା ଯେଉଁ ଶରୀର ସ୍ତରରେ ମୁଁ କହୁଛି, ଯେଉଁ ଶରୀର ଯଦିଓ ସତ୍ ମାର୍ଗକୁ ଆଚରଣ କରିବ, ସେ ଶରୀର ଶାନ୍ତିର ଆନନ୍ଦ ନେବ, ସୁଖର ଆନନ୍ଦ ନେବ, ସ୍ୱର୍ଗର ଆନନ୍ଦ ନେବ। କିନ୍ତୁ ଯେଉଁ ଶରୀର କୁସଂସ୍କାରିତ ହେବ, ମନ୍ଦ କରିବ, ସେ ବି ଦୁଃଖରେ, ସେ ବି ପୀଡ଼ାରେ, ସେ ବି ଏଇଠି ମାନେ ବ୍ୟାକୁଳତାରେ ତା ଜୀବନ ବିତେଇବ। ମାନେ ଆଜ୍ଞା ଏଠି ଦେଖିବାକୁ ଗଲେ ଏସବୁ ପଞ୍ଚଭୂତର ଖେଳ, ଏସବୁ ଆଜ୍ଞା ପ୍ରପଞ୍ଚର ଖେଳ, ଏସବୁ ମାୟାର ଲୀଳା। ମାୟା ହିଁ ମାୟାକୁ ରଚିଛି, ମାୟାରେ ମାୟା ହିଁ ଦୁଃଖିତ ହେଉଛି, ସୁଖ ହେଉଛି। କିନ୍ତୁ ଏ ଦୁଃଖରୁ ସୁଖରୁ ଊର୍ଦ୍ଧ୍ୱକୁ ଯିବା ପାଇଁ ହେଲେ ନିଜକୁ ଚିହ୍ନିବାକୁ ପଡ଼ିବ, ବୁଝିପାରୁଛି? ଆଜ୍ଞା ମନକୁ ଯଦି ଆମେ ଦେଖିବା, ମନ ଭିତରେ ସଦାବେଳେ ପାଇଁ ଆମର ଶାନ୍ତତା ରହୁନି, କି ମନ ଭିତରେ ଆମର ସଦାବେଳେ ପାଇଁ ଅଶାନ୍ତି ବି ରହୁନି। ଆଜ୍ଞା ଶାନ୍ତତା ବି ଆସୁଛି, ମାନେ ସୁଖ ବି ଆସୁଛି, ଦୁଃଖ ବି ଆସୁଛି, କିଛି ସମୟ ପାଇଁ ଆସୁଛି, ଫେର ପଳାଉଛି। କିନ୍ତୁ ସଦାବେଳେ ପାଇଁ କିଏ ରହୁଛି? ମୁଁ ରହୁଛି। କେମିତି ରହୁଛି? ସାକ୍ଷୀ ଭାବରେ ରହୁଛି। କେମିତି ମୁଁ ସାକ୍ଷୀ ଭାବରେ ରହୁଛି?
ଦୁଃଖକୁ ବି ମୁଁ ଦେଖୁଛି, ସୁଖକୁ ବି ଦେଖୁଛି, ଭଲକୁ ବି ଦେଖୁଛି, ମନ୍ଦକୁ ବି ଦେଖୁଛି। ବୁଝୁଛି? ତ ଆଜ୍ଞା ଦୁଃଖ ସୁଖର ଭଲ ମନ୍ଦର ଊର୍ଦ୍ଧ୍ୱରେ ମୁଁ ଅଛି, ସେ ଆଜ୍ଞା ବ୍ରହ୍ମ ଅଛନ୍ତି। ତ ତାଙ୍କୁ ଚିହ୍ନି ଗଲେ ଆଉ ଏ ଦୁଃଖ ସୁଖ ଗୋଟେ ଖେଳ ପରିକା ଲାଗିବ। ବୁଝିପାରୁଛନ୍ତି? ମାନେ ଏମିତି ବି କହିପାରିବା, ଯଦି ଜଣେ ବ୍ରହ୍ମଜ୍ଞାନୀ ବ୍ରହ୍ମାନୁଭୂତି କରିଦେଲେ, ଆଜ୍ଞା ବ୍ରହ୍ମାନୁଭୂତି କଲା ପରେ ତାଙ୍କୁ କ'ଣ ଆଉ କଷ୍ଟ ହେବନି? ତାଙ୍କୁ କ'ଣ ଆଉ ବ୍ୟାକୁଳତା ହେବନି? ସେ କ'ଣ ଆଉ ମାୟାରେ ବାନ୍ଧି ହେବେନି? କାହିଁକିନା ଶରୀର ଅଛି, ଶରୀର ଆଜ୍ଞା ଅଛି ତ ସଂସାର ଅଛି, ସଂସାର ଅଛି ତ ରାଗଦ୍ୱେଷ ଅଛି, ମନ ଅଛି, ଇନ୍ଦ୍ରିୟ ଅଛି। କିନ୍ତୁ ଏଠି ଗୋଟେ କଥା ମୁଁ କହିବା ପାଇଁ ଚାହିଁବି, ଜଣେ ଯେତେବେଳେ ବ୍ରହ୍ମାନୁଭୂତି କଲେ, ନିଜର ସତ୍ ସତ୍ତାକୁ ଚିହ୍ନିଲେ, ସେ ଏ କଥାକୁ ବୁଝିପାରିବେ, ଶରୀର ସଂସାରରେ ପରିଚାଳନା ହେଉଛି, ମୁଁ ଏ ଶରୀର ମାଧ୍ୟମରେ ସଂସାରକୁ ଅନୁଭବ କରୁଛି, ମୁଁ ଶରୀର ଇନ୍ଦ୍ରିୟ ମନର ଊର୍ଦ୍ଧ୍ୱରେ ଅଛି। ଆଜ୍ଞା ଦୁଃଖିତ ମୁଁ ହେଉନି, ସୁଖ ମୁଁ ଭୋଗୁନି, ଦୁଃଖକୁ ସୁଖକୁ ମନ ଭୋଗୁଛି। ଇଏ ହେଲା ମନର ବୃତ୍ତି। ଆଉ ମାନେ ଯାହା ବି କଷ୍ଟ କି ପୀଡ଼ା ଶରୀରକୁ ହେଉଛି। ବୁଝୁଛି? ଏ ସତ୍ୟକୁ ସେ ଆଜ୍ଞା ଚିହ୍ନି ପାରନ୍ତି, ଏ ସତ୍ୟକୁ ସେ ଆଜ୍ଞା ଚିହ୍ନି ପାରନ୍ତି। ଭୋକ ଲାଗେ, ଖାଦ୍ୟର ଉଦ୍ଦେଶ୍ୟକୁ ବୁଝିକରି ସେ ଖାଆନ୍ତି। ଆବଶ୍ୟକତାକୁ ମାନେ ଆବଶ୍ୟକତାକୁ ବିବେକୀ ହେଇକରି ବୁଝିକରି ପ୍ରତ୍ୟେକ ଜିନିଷକୁ ବସ୍ତୁକୁ ସେ ବିନିଯୋଗ କରନ୍ତି। ସେ ତୃପ୍ତତା ସହିତ ରହନ୍ତି, ସେ କଥାକୁ ବୁଝିଥାନ୍ତି ସବୁଠି ମୁଁ ଅଛି। ମୁଁ କେମିତି ଅଛି? ଆଜ୍ଞା ମୁଁ ଆତ୍ମସ୍ତରରେ ଅଛି। ବୁଝିପାରୁଛନ୍ତି? ଆଜ୍ଞା ମାନେ ଏଠି ବ୍ରହ୍ମାନୁଭୂତି କଲା ପରେ ସଂସାର ରହିଲେ ମଧ୍ୟ ସଂସାର ବନ୍ଧନରେ ଆଉ ସେ ଶରୀର ବାନ୍ଧି ହୁଏନି। ଆଜ୍ଞା ସେ ମୃତ୍ୟୁର ଆଉ ସେ ଶରୀରର କିଛି ଡର ରୁହେନି। କାହିଁକିନା ସେ ଆଜ୍ଞା ଜାଣିଥାନ୍ତି ମୁଁ ମରିପାରିବିନି, ମୁଁ ଅବିନାଶୀ, ମୁଁ ଥିଲି, ଆଜ୍ଞା ଅଛି, ରହିବି। କାହିଁକିନା ସେ ମନର ଯେଉଁ ତୁରୀୟ ସ୍ଥିତିକୁ ଯାଇକି ତ ସେ ସବୁଠି ସମସ୍ତଙ୍କୁ ନିଜେ ବୋଲିକି ଦେଖିଥାନ୍ତି, ଚିହ୍ନିଥାନ୍ତି। ସମସ୍ତଙ୍କ ଭିତରେ ସେ ଅଛନ୍ତି ବୋଲିକିରି ଏ କଥାକୁ ସେ ସମସ୍ତଙ୍କ ଭିତରେ ଏଠି ବୁଝେଇବା ପାଇଁ ମୁଁ କହୁଛି। ଏଠି ଦ୍ୱୈତ ରୂପରେ କେଉଁଠି ବୁଝିବା ପାଇଁ କୁହାଯାଉଛି। ଫେର ଏଠି ମନରେ ପ୍ରଶ୍ନ ଉଠିବ, ସମସ୍ତେ କେଉଁଠୁ ଆସିଲେ? ମୁଁ ତ ଏକ ଅଛି, ମୁଁ ତ ଏକ ଅଛି। ସେ ଏକତାକୁ ତୁରୀୟ ସ୍ଥିତିକୁ ଯାଇକି ଯେତେବେଳେ ସେ ଶରୀର ଦର୍ଶନ କରିଦିଅନ୍ତି, ସେ ବୁଝିପାରନ୍ତି ମୁଁ ଅବିନାଶୀ, ମୁଁ ଦେଶ କାଳ ବସ୍ତୁର ଊର୍ଦ୍ଧ୍ୱରେ ଥିଲି, ଅଛି, ରହିବି। ଦୁଃଖ ଆଜ୍ଞା ସୁଖ ମନକୁ ଆସୁଛି, ରୋଗ ପୀଡ଼ା ଶରୀରକୁ ଆସୁଛି, କିନ୍ତୁ ମୁଁ ଶରୀରର ଊର୍ଦ୍ଧ୍ୱରେ ଅଛି, ମୁଁ ମନର ଊର୍ଦ୍ଧ୍ୱରେ ଅଛି, ମୁଁ ମନର ସାକ୍ଷୀ ଭାବରେ ଅଛି। ବୁଝିପାରୁଛନ୍ତି? ତ ଏଠି ଦେଖିବାକୁ ଗଲେ କେହି କାହାକୁ ମାରୁନାହାନ୍ତି, କେହି କାହାକୁ କାଟୁନାହାନ୍ତି। ଏ କଥା ଟିକେ ପାଗଳିଆ ଲାଗିବ, ପାଗଳିଆ ଲାଗିବ। କାହିଁକି ଲାଗିବ? ଆମେ ଟିକେ ଛୋଟବେଳଠୁ ଶରୀର ରୂପରେ ଭୌତିକ ସଂସାରକୁ ଯେହେତୁ ବସ୍ତୁ ପଦାର୍ଥ ରୂପରେ ବାହାରେ ଥିଲା ପରିକା ମାନିଛେ, ଏ ସ୍ମୃତି ଆମକୁ ଏସବୁ କଥା ବୁଝିବାରେ ଆମକୁ ମାନେ ବାଧା କରୁଛି, ବିଘ୍ନ ଆଜ୍ଞା କରୁଛି। ବୁଝୁଛନ୍ତି ନା ନାଇଁ? ଗୁରୁଦେବ, ଆଉ ଗୋଟେ କଥା ବି ମନରେ ଆସୁଛି, ଆଜ୍ଞା ଯେମିତି କି ଆମେ ହଉଛୁ, ଆମେ ମାନେ ନାହିଁ, ମୁଁ ହଉଛି ବ୍ରହ୍ମଙ୍କ ସ୍ୱରୂପ। ଆଜ୍ଞା ଆଜ୍ଞା। ବ୍ରହ୍ମ ସ୍ୱରୂପ ମୁଁ ନିଜେ ହିଁ ସ୍ୱତଃ ବ୍ରହ୍ମ। ଅହମ୍ ବ୍ରହ୍ମାସ୍ମି, ଗୁରୁଦେବ ମୁଁ ହିଁ ବ୍ରହ୍ମ। ଆଜ୍ଞା, ହୁଁ। ସେ ବ୍ରହ୍ମ ଶକ୍ତି କାହିଁକି ଏମିତି କରୁଛନ୍ତି? ମାନେ ଯେମିତି ଗୋଟେ ଜୀବକୁ ସେଇ ନଷ୍ଟ କରୁଛନ୍ତି, ମାନେଙ୍କର ଗୋଟେ ପଠାଣ ସେ ଶହ ଶହ ଜୀବ କାହିଁକି କାଟୁଛି? ପଠାଣି ସେ ବ୍ରହ୍ମ ଯେ ହଁ, ବୁଝିଗଲା, କିନ୍ତୁ ମୁଁ ଶରୀର ସ୍ତରରେ କହୁଛି। ଆଜ୍ଞା ମାନିଛେ ଆମେ, ଆଉ କିଏ କିଏ ଆଜ୍ଞା, ପଠାଣ ଶରୀର କିଏ ସ୍ତରରେ ହିନ୍ଦୁ। କହୁଛି। ଆଜ୍ଞା ଆଜ୍ଞା ଆଜ୍ଞା, କୁହନ୍ତୁ। ଆଜ୍ଞା। ହଁ, କୁହନ୍ତୁ କଣ ଶରୀର ସ୍ତରରେ ସେ ଶରୀର ସ୍ତରରେ ଅନେକ ଜୀବ କାହିଁକି ସେ ହତ୍ୟା କରୁଛନ୍ତି? ତ ଏମିତି ଆମେ ଅନେକ ଶରୀର ଅଛନ୍ତି, ଗୋଟେ ଆମେ ଟିକେ ଶୁଣନ୍ତୁ। ହଁ ହଁ, କୁହନ୍ତୁ କୁହନ୍ତୁ। ଗୋଟେ ଶରୀର ଏମିତି ଅଛନ୍ତି, ମାନେ ଆପଣ କହିଲେ ଯେ ବ୍ରହ୍ମ ଲୀଳା ହିଁ ଚାଲିଛି, ମାନେ ବ୍ରହ୍ମ ଶରୀର ମାଧ୍ୟମରେ ସେ ଅନୁଭବ ନଉଛନ୍ତି। ତାହେଲେ ଆଜ୍ଞା। ଏଠି ବ୍ରହ୍ମ କାହିଁକି ଗୋଟେ ଜୀବକୁ ହତ୍ୟା କରୁଛନ୍ତି? ତାପରେ ଆଉ ଗୋଟେ ଜୀବକୁ କାହିଁକି ସେ ଦୁଃଖ କଷ୍ଟ ପୀଡା ଦଉଛନ୍ତି? ଯେମିତି କି ଆମେ ଜଣକୁ ଶତ୍ରୁ ଭାବରେ ଦେଖି ତାର ମନ୍ଦ ଚିନ୍ତା କରୁଛେ, ତାର କଷ୍ଟ ଯନ୍ତ୍ରଣା ଏସବୁ ଦବା ପାଇଁ ପ୍ରଚେଷ୍ଟା କରୁଛେ, ସେ ସବୁ ହୁଁ ଜିନିଷ ଗୁଡିକ କାହିଁକି ହଉଛି? ଏବେ କ'ଣ ନା ଆମେ ଏସବୁ ଜିନିଷକୁ ଶରୀର ସ୍ତରରେ ପରଖୁଛେ। ଆଜ୍ଞା ବ୍ରହ୍ମଙ୍କୁ ଆମେ ତ ନିଶ୍ଚୟ, ଆପଣ ତ ବ୍ରହ୍ମାନୁଭୂତି ଯେହେତୁ ବ୍ରହ୍ମଙ୍କୁ ଚିହ୍ନିଥିବେ, ଆଉ ଏକଥା ତ ନିଜେ ଆପଣ ଦେଖିଛନ୍ତି ବି, ସମସ୍ତଙ୍କ ଆଜ୍ଞା ଭିତରେ ଆପଣ ଅଛନ୍ତି ବୋଲିକିରି। ଆଜ୍ଞା ଏଠି ଦେଖନ୍ତୁ ଗୋଟେ କଥା, କେବଳ ଆମେ ଏକପକ୍ଷ ହେଇକରି ଚର୍ଚ୍ଚା କରିବାନି, ସମ୍ପୂର୍ଣ୍ଣ ଚର୍ଚ୍ଚା ଯେମିତି ସ୍ପଷ୍ଟ ଭାବରେ ହେବ। ଆଜ୍ଞା ପଠାଣ ଯୁଦ୍ଧ ବି ମାରୁଛନ୍ତି, ହିନ୍ଦୁ ବି କୁକୁଡ଼ା ମାଛ ଖାଉଛନ୍ତି, ସମସ୍ତେ ଖାଉଛନ୍ତି। ଆଜ୍ଞା 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 କିଛି ଦେଖନ୍ତୁ, ଏଠି ଏ ଯେଉଁ ସଂସାର ଅନ୍ନ ମାଧ୍ୟମରେ, ପଞ୍ଚଭୂତ ମାଧ୍ୟମରେ ନିର୍ମାଣ ହେଇଛି। ଆଜ୍ଞା ପଞ୍ଚଭୂତ ଭିତରେ ହିଁ ବିଲୀନ ହେଉଛି। ଆଜ୍ଞା ବୁଝିପାରୁଛନ୍ତି ନା ନାଇଁ? ଗଭୀର କଥା, ଆଜ୍ଞା ଆଜ୍ଞା ଧ୍ୟାନ ଦେଇ ପରଖିଲେ ବୁଝିପାରିବେ। ଆଜ୍ଞା ଗୋଟେ ମଞ୍ଜିରୁ ବୃକ୍ଷ ହେଲା, ଆଜ୍ଞା ବୃକ୍ଷରୁ ଫଳ ହେଲା,
ଫଳଟା ଆଜ୍ଞା ପାଚିକିରି ଝଡ଼ିଲା, ଫେର ଆଜ୍ଞା ମଞ୍ଜି ହେଲା, ଫେର ସେ ମଞ୍ଜିରୁ ଗଛ ହେଲା। ସେମିତି ଶରୀରରୁ ଶରୀର ଜନ୍ମ ହେଲା। ଆଜ୍ଞା ବୁଝିହେଉଛି? ଆଜ୍ଞା ଶରୀର ଜନ୍ମ ହେଲା କେମିତି? ଶରୀର ସେ ପଞ୍ଚଭୂତରେ ନିର୍ମାଣ ହେଇଛି। ଆକାଶ, ବାୟୁ, ଅଗ୍ନି, ଜଳ, ସ୍ଥଳ, ଏ ପଞ୍ଚଭୂତରେ ଶରୀର ନିର୍ମାଣ ହେଇଛି। ଶରୀର ଧିଏରୁ ହିଁ ଶରୀର ଜନ୍ମ ହେଉଛି। ଫେର ସେ ଶରୀର ପଞ୍ଚଭୂତରେ ବିଲୀନ ହେଉଛି। ଖାଦ୍ୟ ମାଧ୍ୟମରେ ଆଜ୍ଞା ଜଣକ ଭିତରେ ବି ସେ ଶରୀର ବିଲୀନ ହେଉଛି। ଖାଦ୍ୟ ନ ଖାଇଲେ ବି ସେ ଶରୀର ସମୟ ଆସୁଛି ତାକୁ ଶରୀର ବିନାଶ ହେଇକରି ମାଟିରେ ମାଟି ମିଶି ଯାଉଛି, ପାଣିରେ ପାଣି ମିଶି ଯାଉଛି, ପବନରେ ପବନ ମିଶି ଯାଉଛି, ଶୂନ୍ୟରେ ଶୂନ୍ୟ ମିଶି ଯାଉଛି, ପଞ୍ଚଭୂତରେ ପଞ୍ଚଭୂତ ମିଶି ଯାଉଛି। ଆମେ ଏବେ ଆଜ୍ଞା କ'ଣ ନା, ଆମେ ଯେହେତୁ ଶରୀର ସ୍ତରରେ ଆମକୁ ଚିହ୍ନିଛେ, ମାନିଛେ, ଆଜ୍ଞା ଆମେ ଏଠି ବାରମ୍ବାର ଆମକୁ ସେ ଅଦ୍ୱୈତ ତାକୁ ଆମେ ଧରିପାରୁନେ। ଆଜ୍ଞା ବୁଝିପାରୁଛି? ଆମେ ଅଦ୍ୱୈତ ତାକୁ ଧରିପାରୁନେ, ଆମେ ଦ୍ୱୈତରେ ଶରୀରକୁ ପରଖୁଛେ। ଆଜ୍ଞା ଦେଖନ୍ତୁ, ବ୍ରହ୍ମଜ୍ଞାନକୁ ଦିନ ଥିଲା ଆଶ୍ରମରେ ସର୍ବପ୍ରଥମେ ବେଦର ସମ୍ବିଦା କାଣ୍ଡକୁ ପଢ଼ଉଥିଲେ, ଆଜ୍ଞା ତାପରେ ଆରଣ୍ୟ କାଣ୍ଡକୁ ବୁଝାଉଥିଲେ, ତାପରେ ବ୍ରାହ୍ମଣ କାଣ୍ଡକୁ ବୁଝାଉଥିଲେ, ତାପରେ ଯାଇକିରି ବ୍ରହ୍ମବିଦ୍ୟା ଯାହାକୁ ଆମେ ଉପନିଷଦ କାଣ୍ଡ କହୁଛେ ତାକୁ ବୁଝାଉଥିଲେ। ସେତେବେଳେ ଆଜ୍ଞା କ'ଣ ହେଉଥିଲା, ଗୋଟେ ମନ ଭିତରେ ଗୋଟେ ସ୍ପଷ୍ଟତା ଆସିଯାଉଥିଲା। ସ୍ପଷ୍ଟତା ଆସିଯାଉଥିଲା ଆଜ୍ଞା କ'ଣ? ସେ ଭୌତିକ ଉପାସନା କରୁଥିଲେ, ବିଧିବତ ଶାସ୍ତ୍ରବତ ଜୀବନଯାପନ କରୁଥିଲେ, ମୌନ ରହୁଥିଲେ, ମନକୁ ପରଖୁଥିଲେ, ସେ ଲଘୁ ଭୋଜନ କରୁଥିଲେ, ଏକାନ୍ତ ପ୍ରଦେଶରେ ବିତାଉଥିଲେ, ଇନ୍ଦ୍ରିୟଙ୍କୁ ପରଖୁଥିଲେ। ତାପରେ ଧୀରେ 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 କ'ଣ କରୁଥିଲେ, ସେ ସେଠୁ ସେ ବ୍ରହ୍ମଙ୍କୁ ଚିହ୍ନି ପାରୁଥିଲେ। କିନ୍ତୁ ଆଜ୍ଞା ଏଠି ଆମ ପରିସ୍ଥିତି ଯଦି ଆମେ କହିବା, ଆଜିର ଯେଉଁ ଆଧୁନିକ ଦୁନିଆକୁ ଯଦି ଆମେ ଦେଖିବା, ଶରୀର ସ୍ତରରେ ସବୁ କଥା ଆମେ କଥା ହେଉଛେ, ତ ଏଠି କ'ଣ ଆମେ ଛୋଟବେଳଠୁ ଦେହକୁ ନିଜେ ମାନି ନେଇଛେ, ଅନ୍ୟଙ୍କୁ ପର ମାନି ନେଇଛେ। ତ ଏଇ ଭାବନା ନେଇକି ଯେହେତୁ ଆମେ ପରଖୁଛେ, ଆମେ ମୂଳକୁ ଚେରକୁ ଧରିପାରୁନେ। ଡାଳପତ୍ରରେ ବୁଲୁଛେ, ସେଇ ଶରୀର କଥା ପରଖୁଛେ, ସେ ଜଡ଼ ପଦାର୍ଥ କଥା, ପଞ୍ଚଭୂତ କଥା, କିଏ କାହାକୁ ମାରିଲା, କିଏ କାହାକୁ କାଟିଲା, କିଏ କାହାକୁ ହାଣିଲା, ଏସବୁ କଥା ଆମେ ବାହାରେ ବହ୍ୟ ମତରେ ବହିର୍ମୁଖୀ ହେଇକରି ପରଖୁଛେ। କିନ୍ତୁ ଯେଉଁ ନିତ୍ୟ ପଦାର୍ଥ ସଦା ସର୍ବଦା ଥିଲେ, ଅଛନ୍ତି, ରହିବେ, ଯେଉଁ ନିତ୍ୟ ପଦାର୍ଥକୁ ଆଧାର କରିକିରି ମନ ପରିଚାଳନା ହେଉଛି, ଇନ୍ଦ୍ରିୟ ପରିଚାଳନା ହେଉଛି, ଶରୀର ପରିଚାଳନା ହେଉଛି, ଯେଉଁ ନିତ୍ୟ ପଦାର୍ଥ ଇନ୍ଦ୍ରିୟ ମାନେ ମନର ସାକ୍ଷୀ ଭାବରେ ମନର ବିଚାରକୁ ବି ଦେଖୁଛନ୍ତି, ଇନ୍ଦ୍ରିୟଙ୍କ ବୃତ୍ତିକୁ ବି ଦେଖୁଛନ୍ତି, ଭୌତିକ ସଂସାରକୁ ବି ଦେଖୁଛନ୍ତି। ତ ସେ ନିତ୍ୟ ପଦାର୍ଥକୁ ବୁଝିବାଟା ଟିକେ ଜଟିଳ ହେଇଯାଉଛି। ତା କାରଣ ଛୋଟବେଳଠୁ ଆମେ ଏସବୁ ଭୌତିକ ମତରେ, ଭୌତିକବାଦରେ ଭୌତିକ ସଂସାରକୁ ଚିହ୍ନିଛେ। ବୁଝିପାରୁଛେ? ଆଜ୍ଞା ତ ସେଇପରିକା ଆମେ ପରଖୁଛେ। ଏଠି ଗୋଟେ କଥା ବୁଝନ୍ତୁ, ମାଟି ଟିକେ ଖୋଳିକିରି ଆମେ ଆଣୁଛେ, ଆଜ୍ଞା ଆମେ ଭାବୁଛେ ମାଟିଟା ସେଠି ସରିଗଲା। ସେ ଆଜ୍ଞା ମାଟିରେ ଗୋଟେ ହାଣ୍ଡି କି ଗୋଟେ ମାଠିଆର ନିର୍ମାଣ କରୁଛେ, ମାଟିର ଗୋଟେ ବସ୍ତୁ ନିର୍ମାଣ କରୁଛେ, ଆମେ ଭାବୁଛେ ଗୋଟେ ବସ୍ତୁ ବଢ଼ିଗଲା, ଗୋଟେ ନିର୍ମାଣ ହେଲା ନା, ବସ୍ତୁଟେ ନିର୍ମାଣ ହେଲା ନା। ଫେର ଦେଖିବାକୁ ଗଲେ ଆଜ୍ଞା ସେ ମାଟି ଭାଙ୍ଗିକି ଫେର ସେ ମାଟିରେ ମିଶି ଯାଉଛି। କଥା ଧରି ପାରୁଛନ୍ତି? ଆଜ୍ଞା ଆଜ୍ଞା କିଛି ମା- ବଢୁନି କିଛି କମୁନି। ହଁ, ଆଜ୍ଞା ଠିକ୍ ସେମିତି ଯେମିତି ମାଟିର ଉଦାହରଣ ସ୍ୱରୂପ ଆମେ ବୁଝିଲେ, ମାଟିରୁ ଟିକେ ଖୋଳିକି ନେଲେ ବି ସେ ବସ୍ତୁଟା ତ ସେ ଏଇ ସଂସାରରେ ହିଁ ଅଛି ନା, ଏ ମାଟି ଆଜ୍ଞା ଉପରେ ହିଁ ଅଛି ନା। ସେ ମାଟି ଆଜ୍ଞା ହାଣ୍ଡି ଯେତେବେଳେ ଭାଙ୍ଗି ଯାଉଛି, ଫେର ସେ ମାଟି ଭିତରେ ହିଁ ମିଶୁଛି ନା। ତ ଆଜ୍ଞା ଠିକ୍ ସେମିତି ଏ ମାଟି ଜାଗାରେ ଏ ପଞ୍ଚଭୂତକୁ ରଖିକି ବୁଝିବା ପାଇଁ ଚେଷ୍ଟା କରନ୍ତୁ। ଆଜ୍ଞା ପଞ୍ଚଭୂତରେ ଏକ ଶରୀର ନିର୍ମାଣ ହେଉଛି, ସେ ଶରୀର ଆଜ୍ଞା ପରିଚାଳନା ହେଉଛି। ସେ ଶରୀର କେଉଁଠି କାହାକୁ ମାରୁଛି, କାହାକୁ ହାଣୁଛି, କେଉଁଠି ପୂଜା କରୁଛି, କେଉଁଠି ନମ୍ର ସହିତ ଜୀବନଯାପନ କରୁଛି, କେଉଁଠି ଶ୍ରଦ୍ଧା ସହିତ କାହାକୁ ଭକ୍ତି କରୁଛି, କେଉଁଠି କ୍ରୂରତ୍ୱକୁ ମାନେ ତା ବ୍ୟବହାରରେ ଆଣୁଛି। ତ ଅନ୍ତତଃ ଫେର ସେ ଶରୀର କେଉଁଠି ବିଲୀନ ହେଉଛି? ସେ ପଞ୍ଚଭୂତରେ। ଆଜ୍ଞା କଥା ଧରି ହେଉଛି ନା ନାହିଁ? ଗୁରୁଦେବ ମୁଁ କଥାକୁ ଧରି ପାରୁଛି, ମାନେ ଏମିତି କି ସେ ମାନେ ତାର ଯେତିକି ବି ଆୟୁଷ ଅଛି ସେତିକି ଆୟୁଷରେ ସେ ମରଲେ ସେ ପଞ୍ଚଭୂତରେ ଲୀନ ହବ। ଏମିତି କି ଗୋଟେ ଜୀବ ବି ତାକୁ ହଁ ଖାଇଲେ ହଁ ମଳମୂତ୍ର ଦ୍ଵାରା ବି ସେ ହଁ ପଞ୍ଚଭୂତରେ ହଁ ଲୀନ ହବ। ହଁ ଏଟା ହଁ ହଁ ବୁଝିପାରିଲି। ହଁ। କିନ୍ତୁ ଗୁରୁଦେବ ମୋ କହିବାର ତାତ୍ପର୍ଯ୍ୟ ହଉଛି, ଜଣେ ଯେହେତୁ ଜଣକୁ କାଇଁ ବ୍ରହ୍ମଲୀଳା, ମାରୁଛନ୍ତି? ହଁ ଏଇଆ। ଯଦି ବ୍ରହ୍ମଲୀଳା ଚାଲିଛି, ହୁଁ। ତାହେଲେ ଗୋଟେ ଜୀବକୁ କାହିଁକି ଗୋଟେ ଶରୀର ମାରିକି ଆଉ ଗୋଟେ ଶରୀର ତାକୁ ଭକ୍ଷଣ କଣ ପାଇଁ କରୁଛି? ଏତେ ବଡ ଗୋଟେ ପାପ କର୍ମ ଭଳିଆ, ମାନେ ଏଇ ଯୋଉ କର୍ମଟା କାହିଁକି ସେ କରୁଛନ୍ତି? ସଂସ୍କାର ସେ ଆଜ୍ଞା ଯେଉଁ ପରିକା ପରିବେଶରେ ସେ ଶରୀର ରହିଛି, ଯେଉଁ ପରିକା ଗୁରୁଦେବ ଆପଣଙ୍କ କଥାଟା ଧରି ପାରିଲିନି, ମୁଁ ସେ କଥା କହୁନି। ହଁ, ମତେ ଏଇ ଯେ ପରମ୍ପରା ଜିନିଷଟା, ଯେ ଜୀବ ହତ୍ୟା କରିବା, ଜୀବକୁ ଭକ୍ଷଣ କରିବା,
ଏଇ ପରମ୍ପରାଟା ସୃଷ୍ଟି କାହିଁକି ସୃଷ୍ଟି ହେଇଛି? ଆଚ୍ଛା ଆଚ୍ଛା ସେଇ ଜିନିଷ ସୃଷ୍ଟି ହବା କଥା ନୁହଁ। ହଁ ଦେଖନ୍ତୁ ଗୋଟେ କଥା, ଜିନିଷକୁ ଆମେ ତା କାରଣକୁ ଯଦି ଆମେ ବୁଝିବା, ଆଜ୍ଞା କାରଣର ଆଧାରକୁ ବୁଝିପାରିବାନି। ଆଜ୍ଞା ବୁଝିପାରୁଛି? ମୂଳ କଥା ହେଲା ଯାହା ବି ସୃଷ୍ଟି ହେଇଛି ନା ତାର ବିନାଶ ହବ। ଭଲସେ ଆଜ୍ଞା ବୁଝନ୍ତୁ, ଯାହା ବି ସୃଷ୍ଟି ହେଇଛି ତାର ବିନାଶ ହବ। ସେ ଆଜ୍ଞା ବିନାଶ କେମିତି ହେଉଛି? କିଏ ମାରିବା ଦ୍ୱାରା ବି ହେଉଛି, ନ ମାରିବା ଆପେ ଆପେ ସେ ବିନାଶ ହେଇଯିବ। ଆଜ୍ଞା ଏଠି ଫେର ପ୍ରଶ୍ନ ଉଠେ, ଯଦି ହେଇଯିବ ତାହେଲେ ଆମେ କାହିଁ କହୁଛେ ଜଣକୁ, ଜଣେ ଆମିଷ ଖାଉଥିଲେ ତାଙ୍କୁ କାହିଁକି ବାରଣ କରୁଛେ? ଆମେ ତାଙ୍କୁ କହୁଛେ କାହିଁକି ଖାଇବନି, ଜୀବହିଂସା ମହାପାପ କାହିଁ କହୁଛେ? ଅହିଂସା ଆଜ୍ଞା ପରମ ଧର୍ମ କାହିଁ କହୁଛେ? ଏସବୁ କଥା କାହିଁ କହୁଛେ? ସେ ଯଦି ଜୀବ ମରିବ ତାକୁ ତ ମାରିକି ଖାଇଲେ ବି ମରିବ, ନ ଖାଇଲେ ଏ ପ୍ରଶ୍ନ ବି ଉଠିବ। ଏଠି ମୂଳ କଥା, ବ୍ରହ୍ମ ସମସ୍ତଙ୍କ ଭିତରେ ସମାନ ଭାବରେ ଅଛନ୍ତି। ବ୍ରହ୍ମ ଏକ, ସିଏ ଅଜର, ସିଏ ଅମର, ସିଏ ଅବିନାଶୀ। ଦେହ, ଭାବି ନିଅନ୍ତୁ ଗୋଟେ କଥା, ଆଉ ଟିକେ ଉଦାହରଣ, ଅଲଗା ଉଦାହରଣ ଦ୍ୱାରା ଆମେ ବୁଝିବା ପାଇଁ ଚେଷ୍ଟା କରିବା। ଗୋଟେ ସାଗରରେ ଗୋଟେ ଲହଡ଼ିଟେ ଉଠିଲା, ଆଜ୍ଞା ଲହଡ଼ିଟେ ମିଟିଲା ଫେର ସେ ପାଣି ଧୀରେ, ତ କିଏ ଆଜ୍ଞା ଜନ୍ମ ନେଲା କି? ନା କିଏ ମୃତ୍ୟୁ ହେଲା କି? ନା ବୁଝିପାରୁଛି? ତ ଏଠି ବି ଆଜ୍ଞା ଦେଖନ୍ତୁ, ଆମେ ଏଠି ତତ୍ତ୍ୱକୁ ବୁଝିବାର ଅଛି। ତତ୍ତ୍ୱ ଯିଏକି ଆଧାର। ଆମେ ଆଜ୍ଞା ଯଦି ଶରୀରକୁ ଦେଖିବା, ଯେପର୍ଯ୍ୟନ୍ତ ଆମେ ବାହାରେ ଗୋଟେ କଥାକୁ ପରଖିବା, ସେ ବାହାରେ କ'ଣ ନା ଅନନ୍ତ ରୂପରେ ଅଛନ୍ତି, ବ୍ୟାପିକିରେ ଅଛନ୍ତି। ବାହାରେ କିଏ ଅଛନ୍ତି? ମାୟା ଅଛନ୍ତି। ଆଜ୍ଞା ମାୟାକୁ ଆମେ ଚିହ୍ନିବା, ମାୟାର ଆଧାରକୁ ଆମେ ବୁଝିବା। ଆଜ୍ଞା ଶରୀରରୁ ଜନ୍ମ ହେଇଛି। ଶରୀର କେମିତି ଜନ୍ମ ହେଉଛି? ଶରୀର ଆଜ୍ଞା ଅନ୍ନ କେମିତି ନିର୍ମାଣ ହେଉଛି? ଅନ୍ନ ହେଲା ବନସ୍ପତି, ଔଷଧ। ଆଜ୍ଞା ଆଜ୍ଞା ଔଷଧ କେମିତି ନିର୍ମାଣ ହେଇଛି? ଔଷଧର ଆଧାର ହେଲା ପଞ୍ଚଭୂତ। ପଞ୍ଚଭୂତ କେମିତି ଜନ୍ମ ହେଇଛି? ପଞ୍ଚଭୂତର ଆଧାର ହେଲା ପୃଥିବୀର ଆଧାର ହେଲା ଜଳ, ଜଳର ଆଜ୍ଞା ଆଧାର ହେଲା ଅଗ୍ନି, ଅଗ୍ନିର ଆଧାର ହେଲା ବାୟୁ, ବାୟୁର ଆଧାର ହେଲା ଆକାଶ, ଆକାଶର ଆଧାର ହେଲେ ବ୍ରହ୍ମ। ବୁଝିପାରୁଛି? ଆଜ୍ଞା ଆଜ୍ଞା ସ୍ଥୂଳରୁ ଯେତେବେଳେ ସୂକ୍ଷ୍ମ ଆଡ଼କୁ ଯିବେ, ଏ କଥାକୁ ବୁଝିପାରିବେ, ଏକରେ ହିଁ ସଂସାର ସୃଷ୍ଟି ହେଇଛି, ଏକରେ ହିଁ ସଂସାର ପରିଚାଳନା ହେଉଛି, ଏକରେ ହିଁ ସଂସାର ପରିବର୍ତ୍ତନ ବି ହେଉଛି ସୂକ୍ଷ୍ମ ଆଡ଼କୁ ଗଲେ। ଆଉ ସ୍ଥୂଳ ଆଡ଼କୁ ଗଲେ ଯେହେତୁ ମାୟାକୁ ବୁଝିପାରିବେନି କ'ଣ? ଗୋଟେ ଚର୍ଚ୍ଚାର ଅନ୍ତ ହେବନି। ସେ କାହିଁ ଜଣେ ଖାଉଛନ୍ତି? ସଂସ୍କାରକୁ ନେଇକରି ଖାଉଛନ୍ତି। ସଂସ୍କାରର ଆବଶ୍ୟକ କ'ଣ ଅଛି? ଲୀଳାରେ ଭଲ ମନ୍ଦର ଆବଶ୍ୟକ ଅଛି। ଧରି ଆଣୁଛି କଥା। ଗୋଟେ ମୁଁ ଏମିତି ବୁଝିପାରୁନି। ହଁ ମୋ ପ୍ରଶ୍ନ ଯାହା ଥିଲା ମୁଁ ସେ ଉତ୍ତରଟା ବି ପାଇପାରୁନି। କିନ୍ତୁ ମୋ ପ୍ରଶ୍ନ ଥିଲା, ଏଇଟା ସୃଷ୍ଟି ହେଲା କାହିଁକି? ମାନେ ଗୋଟେ ଜୀବକୁ ହତ୍ୟା କରିବା, ଏଇ ଜିନିଷଟା କାହିଁକି ସୃଷ୍ଟି ହେଲା? ତ କାହାକୁ ମରା ଯାଇ ନଥାନ୍ତା, ସେମିତି ସମସ୍ତେ ଚାଲିଥାନ୍ତେ, ନାଇଁ, ଯିଏ ଯାହାର ସେମିତି କର୍ମ କରିଥାନ୍ତେ, ଆପଣ ଈଶ୍ୱର ଯେଉଁ ନିହାତି କଥା କରିଥାନ୍ତେ। କହୁଛନ୍ତି, ଏ ଜିନିଷ ବି ଆଜ୍ଞା ସମ୍ଭବ ହେଇପାରିବ ଆଜ୍ଞା କ'ଣ? ଦେଖନ୍ତୁ, ଲୀଳା ଯେତେବେଳେ ଶାସ୍ତ୍ରବତ ଲୀଳା ହୁଏ, ଶାସ୍ତ୍ରବତ ଲୀଳା ମାନେ ଶାସ୍ତ୍ରକୁ ଆମେ ଗୋଟେ ଆଧାର ରୂପରେ ନେଇକରି ଆଜ୍ଞା ଆଜ୍ଞା ଶରୀର ଯେତେବେଳେ ପରିଚାଳନା ହେବେ, ସେତେବେଳେ କ'ଣ ହେବ? ଅଶାନ୍ତି କମିବ, ଶାନ୍ତି ବଢ଼ିବ, ଦୁଃଖ ଆଜ୍ଞା କମିବ, ସୁଖ ବଢ଼ିବ। ଆଜ୍ଞା ବୁଝିପାରୁଛି? ଇଏ ହେବ ଆଜ୍ଞା କେମିତି? ଆଉ ଥିଲା ସତ୍ୟ, ଆମେ ଯେଉଁ କହୁଛେ ସତ୍ୟ ଯୁଗ ଥିଲା, ସତ୍ୟ ଯୁଗରେ ସମସ୍ତେ ଜଣେ ଜଣଙ୍କର ସାହାରା ହେଉଥିଲେ, ଜଣେ ଜଣଙ୍କୁ ସାହାଯ୍ୟ କରୁଥିଲେ। ମାନେ ସେତେବେଳେ କ'ଣ ହେଉଥିଲା? ଯେଉଁ ବେଦ ବେଦାନ୍ତ ଉପନିଷଦ ଏସବୁର ଚର୍ଚ୍ଚା ହେଉଥିଲା, ଘରେ ଘରେ ସମସ୍ତେ ପୂଜା ପାଠ କରୁଥିଲେ, ସମସ୍ତେ ସ୍ୱାଧ୍ୟାୟ କରୁଥିଲେ, ସମସ୍ତେ ଏ କଥାକୁ ଜାଣିଥିଲେ ଯେ ଆମେ ସମସ୍ତେ ଏକ, ଆମ ସମସ୍ତଙ୍କ ଅଭିନ୍ନ, ଆମେ ସମସ୍ତେ ଅଦ୍ୱୈତ, ଆମ ସମସ୍ତଙ୍କ ଭିତରେ ସେଇ ଏକ ଚୈତନ୍ୟ ସତ୍ତା ଅଛି। ବୁଝିପାରୁଛନ୍ତି? ଆଜ୍ଞା ଧୀରେ ଧୀରେ ଯେତେବେଳେ ଏ ଜ୍ଞାନ ଲୁପ୍ତ ହେଲା, ମଣିଷ ମନ ସେଠୁ ବହିର୍ମୁଖୀ ହେଇଗଲା, ମନ ସେଠୁ ସ୍ୱାର୍ଥୀ ହେଇଗଲା। ଏସବୁ ତମ ଗୁଣର ଲକ୍ଷଣ। ତମ ଗୁଣର ଲକ୍ଷଣ କ'ଣ? ମୁଁ ବଞ୍ଚିବି, ମୁଁ ଖାଇବି, ମୁଁ ଭଲରେ ରହିବି, ମୁଁ ଆଉ ମୋ ପରିବାର। ମୁଁ କିଏ ମୁଁ ଚିହ୍ନିନି। ମୁଁ ଶରୀର ସ୍ତରରେ ଆମେ ସବୁ କଥା ହେଉଛେ, କେତେବେଳେ ଶରୀର ସ୍ତରରେ, କେତେବେଳେ ସୂକ୍ଷ୍ମ ସ୍ତରରେ, ବ୍ରହ୍ମ ସ୍ତରରେ। ତ ଏଇଠି ମନ ଟିକେ ସଂଶୟ କରିବାର ଅବକାଶ ଅଛି, କିନ୍ତୁ ବିବେକ ହେଇକରି ବୁଝିଲେ କେଉଁ ସ୍ତରରେ କ'ଣ କଥା ହେଉଛେ ତାକୁ ଧରିପାରିବେ। ଆଜ୍ଞା ଏଇଠି ମୂଳ କଥା, ଯେତେବେଳେ ଲୀଳାର ଗୋଟେ ଦିଶା ଥାଏ,
ଯେତେବେଳେ ଶାନ୍ତି ଆଡ଼କୁ ଦିଶା ହେଉଛି, ସଂସାର ସୁଖମୟ ହେଇଯାଉଛି, ସମସ୍ତେ ଆତ୍ମୀୟତା ସହିତ ନିଜର ମାନେ ତତ୍ତ୍ୱକୁ ଚିହ୍ନି ପାରୁଛନ୍ତି, ବୁଝିପାରୁଛନ୍ତି, ଶାନ୍ତିରେ ଲୀଳା ଚାଲିଛି। କେତେବେଳେ ଅଶାନ୍ତି ଆଡ଼କୁ ବି ଯାଉଛି, ଯେମିତି ଆମେ ସିନେମା ଦେଖୁଛେ, ସିନେମାରେ ଆଜ୍ଞା କେତେବେଳେ ଦୁଃଖ ସିନ୍ ଆସୁଛି, କେତେବେଳେ ବାଡ଼ିଆ ପିଟା ହେଉଛନ୍ତି, କେତେବେଳେ ବହୁତ ମାନେ କାନ୍ଦି ପକାଉଛୁ ଆମେ ସିନେମାକୁ ଦେଖିକିରି, କେତେବେଳେ ସିନେମାରେ କ'ଣ ହେଉଛି ଖୁସି ହେଉଛି, ଭଲ ସିନ୍ ଆସୁଛି। ଏଠି ଫେର ପ୍ରଶ୍ନ ଉଠିବ, ତାହେଲେ ମନ୍ଦ କାହିଁକି ହେଲା? ମନ୍ଦ ବି ଆବଶ୍ୟକ ଅଛି ଆଜ୍ଞା ସିନେମାରେ। ସିନେମା ଦେଖିବା ପାଇଁ ଭଲ ଲାଗିବନି, ନାଟକ ଆଜ୍ଞା ଦେଖିବା ପାଇଁ ଭଲ ଲାଗିବନି ଯଦି ମନ୍ଦ ରହିବନି, ଭଲକୁ ଆମେ ପରଖି ପାରିବାନି। ଆଜ୍ଞା। ମନ୍ଦର ଆଧାରରେ ଆମେ ଭଲକୁ ପରଖୁଛେ, ବୁଝିପାରୁଛ ନା ନାଇଁ? ବୋଧେ ସେସବୁ ତ ବୁଝି ହଉଛି, ନା କିନ୍ତୁ ନାଇଁ ଏଇ ଯେ ପ୍ରଶ୍ନଟା ନାଇଁ, ବୁଝି ଶୁଣନ୍ତୁ ହଉନି। ଶୁଣନ୍ତୁ 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 ଶୁଣନ୍ତୁ, ଧୀରେ ଧୀରେ ଆଜ୍ଞା ଆଜ୍ଞା ଧୈର୍ଯ୍ୟ ସହିତ ବୁଝିଲେ ବୁଝି ହବ। ଆଉ ବୁଝିଗଲେ ତ ବୁଝେଇବେ। ଆଜ୍ଞା ଆଜ୍ଞା। ଇଏ ଭାରି ମାନେ ଅଡୁଆ କ୍ଷୟ ପରିକା। ନାଇଁ, ବ୍ରହ୍ମ। ଏଇ ପ୍ରଶ୍ନଟା ମତେ ପଚରା ହେଇଥିଲା ଆଉ ଟିକେ ପରେ ତ, ଆଚ୍ଛା ଆଚ୍ଛା ମୁଁ ଆଚ୍ଛା। ସେଇଟା ପୁରା କନଫ୍ୟୁଜ ହେଇଥିଲି, ମୁଁ ନାଇଁ ସେଥିପାଇଁ ନାଇଁ, ଆପଣଙ୍କୁ ପଚାରୁଛି। ଏଠି ଗୋଟେ କଥା ଶୁଣନ୍ତୁ, ଏଠି ଗୋଟେ କଥା ଶୁଣନ୍ତୁ। ଗୋଟେ ଏଇ ସିନେମା କଥା ଯେହେତୁ ଆମ ଚର୍ଚ୍ଚା ଚାଲିଥିଲା, ଆପଣ ଗୋଟେ ଚଳଚ୍ଚିତ୍ର ଦେଖୁଛନ୍ତି, ବୁଝିପାରୁଛି? ଆଜ୍ଞା ଚଳଚ୍ଚିତ୍ରରେ ଯେତେବେଳେ କିଛି ଦୁଃଖ ସିନ୍ ଆସୁଛି, ଆପଣ କାନ୍ଦୁଛନ୍ତି। ଆଜ୍ଞା। ଯେତେବେଳେ ଖୁସିକର ସିନ୍ ଆସୁଛି, ଗୋଟେ ଭଲ ଆସୁଛି, ଆପଣ ହସୁଛନ୍ତି, ଖୁସି ହଉଛି। ଖୁସି ଆଜ୍ଞା ହେଉଛନ୍ତି ନା ନାଇଁ? ଆଜ୍ଞା ଇଏ କାରଣ କ'ଣ? ଇଏ କାରଣ ହେଲା ଆପଣ ସେ ଚଳଚ୍ଚିତ୍ର ଭିତରେ, ସିନେମା ଭିତରେ ହଜି ଯାଇଛନ୍ତି, ମଜି ଆଜ୍ଞା ଯାଇଛନ୍ତି, ଆଜ୍ଞା ନିଜକୁ ସେ ସିନେମାର ଗୋଟେ ଅଂଶ ମାନି ନେଇଛନ୍ତି, ଆଜ୍ଞା ବୁଝିପାରୁଛନ୍ତି? କିନ୍ତୁ ଯଦି ଆପଣ ବିବେକ ହେଇକିରି ଦ୍ରଷ୍ଟା ଭାବରେ ସେ ଚଳଚ୍ଚିତ୍ରକୁ ଦେଖିବେ, ଦେଖିବେ ମାନେ କ'ଣ? ଆପଣ ଭାବିବେ ଯେ ଯାହା ବି ମୁଁ ଦେଖୁଛି ଏସବୁ ଅଭିନୟ ହେଇଛି। ଡାଇରେକ୍ଟର ଡାଇରେକ୍ସନ୍ ଦେଇଛନ୍ତି, ଜଣେ କଥାକାର ସେ କାହାଣୀକୁ ଲେଖିଛନ୍ତି, ଜଣେ କିଏ କ୍ୟାମେରାକୁ ବିନିଯୋଗ କରି ତାକୁ ଜିନିଷକୁ ସୁଟିଂ କରିଛନ୍ତି। ଇଏ ସମ୍ପୂର୍ଣ୍ଣ ଏକତ୍ର ହେଇକିରି ଆମକୁ ଯେଉଁ ଦେଖିବା ଯାଉଛି, ଏସବୁ ହେଲା କାଳ୍ପନିକ। ଆରେ କେହି ମରୁନାହାନ୍ତି, କେହି ହାଣୁନାହାନ୍ତି, କେହି କାହାକୁ ଦୁଃଖିତ କରୁନାହାନ୍ତି, ସମସ୍ତେ ହେଲେ ଅଭିନୟ କରୁଛନ୍ତି, ସମସ୍ତେ ହେଲେ ଆକ୍ଟର୍ସ, ଆଜ୍ଞା। ଆକ୍ଟ୍ରେସ୍। ଯେତେବେଳେ ଏ କଥାକୁ ବୁଝିପାରିବେ, ଗୋଟେ ମାନେ ଚଳଚ୍ଚିତ୍ରକୁ ଏ ପରିକା ଦେଖିବେ, ଆଉ ଦୁଃଖ ଲାଗିବ କି? ନା। ଆଉ ସୁଖରେ କିଛି ଖୁସି ହେବା କି ଦୁଃଖରେ ଭାଙ୍ଗି ପଡ଼ିବା, ଏମିତି ମନ ଭିତରେ ବୃତ୍ତି ଆସିବ କି? ନା। ଆସିବନି। କାହିଁକି ନା ଆପଣ କଥାକୁ ବୁଝିପାରୁଥିବେ, ମୁଁ ଗୋଟେ ଆସିଛି କିଛି ସମୟ ଆନନ୍ଦିତ ହେବା ପାଇଁ, ମନକୁ ଗୋଟେ ଖୁସି ଦେବା ପାଇଁ, ଗୋଟେ ଏଣ୍ଟରଟେନମେଣ୍ଟ କରିବା ପାଇଁ ମୁଁ ଆସିଛି ଏଠିକି। ଗୋଟେ ମାନେ କିଛି ସମୟ ମୁଁ ସେ ସିନେମାର ଅଭିନୟକୁ ଦେଖିକିରି ମୁଁ ମନୋରଞ୍ଜନ କରିବା ପାଇଁ ଏଠିକି ଆସିଛି। ଯେହେତୁ ସେ କଥା ଆଜ୍ଞା ବୁଝିପାରିଥିବେ, ସିନେମା ଭିତରେ ଆଉ ହଜି ମଜି ଯିବେନି, ସିନେମାକୁ ସତ୍ୟ ମାନିବେନି, ସେ କାଳ୍ପନିକ ଅଭିନୟ ଭିତରେ ନିଜକୁ ବାନ୍ଧିବେନି। ଇଏ ବ୍ରହ୍ମଲୀଳା ଆଜ୍ଞା ହେଲା ସେମିତି। ଆମେ ଏବେ ଯେମିତି ସେଠି ସିନେମାକୁ ଦେଖୁଥିଲେ, ଦୁଃଖ ସମୟରେ ଦୁଃଖ, ଖୁସି ସମୟରେ ଖୁସି ହେଉଥିଲେ, ଏଠି ଆମେ ବହିର୍ମୁଖୀ ହେଇକରି ସଂସାରକୁ ଦେଖିଛେ, ବୁଝୁଛେ, ଚିହ୍ନୁଛେ। ତ ଏଠି କ'ଣ ହେଉଛି, କିଏ ଦୁଃଖୀ ହେଲେ ଆମକୁ ଦୁଃଖ ଲାଗୁଛି, କଷ୍ଟ ଲାଗୁଛି, କିଏ ଖୁସି ହେଲେ ଆମକୁ ଭଲ ଲାଗୁଛି। କିନ୍ତୁ ଯଦି ଆମେ ଦେଖିବା, ଦୁଃଖର ସୁଖର, ଶରୀରର ସଂସାରର ଊର୍ଦ୍ଧ୍ୱରେ ମୁଁ ଅଛି, ମୁଁ ଆଧାର। ଆଉ ଇଏ କାହିଁକି ହେଉଛି? ଲୀଳା। ଲୀଳା ଆନନ୍ଦ ନେବା ଆଜ୍ଞା ପାଇଁ ହେଇଛି। ଆଜ୍ଞା ଲୀଳାକୁ ବୁଝିପାରିଲେ ଆନନ୍ଦ, ସୁଖ, ତୃପ୍ତ। ଲୀଳାକୁ ନ ବୁଝିପାରିଲେ ଲୀଳା କଷ୍ଟ ଦେବ, ଲୀଳା ଦୁଃଖ ଦେବ। କାହିଁକି ନା ଲୀଳାକୁ ନ ବୁଝିପାରିଲେ ଆମେ ଲୀଳାକୁ ସତ୍ୟ ମାନି ନେବା ନା। ଧରି ହେଉଛି, ଆଜ୍ଞା କଥା ଧରି ହେଉଛି। ଆଜ୍ଞା ଆଜ୍ଞା ତ ସେମିତି ଅଭିନୟରେ ଯେମିତି ସବୁ କିଛି ମିଥ୍ୟା ଥିଲା, ଏଠି ବି ସବୁ କିଛି ମିଥ୍ୟା ଅଛି। ତା ମାନେ ନୁହଁ ଯେ ଆଜ୍ଞା ମୁଁ ଏକଥା କହୁନି ଆମେ ଜୀବ ହତ୍ୟା କରିପାରିବା, ଆମେ ପଶୁ ହତ୍ୟା କରିବା। ପଶୁ ହତ୍ୟା କଲେ କ'ଣ ହେବ? ଆମ ମନ ହେଉଛି ଫେରେ ହେଉଛି ତମ ଗୁଣି ହେଇଯିବ, ଆମ ମନ ଆଜ୍ଞା କ୍ରୂରତ୍ୱ ହେଇଯିବ। ଯେଉଁ ଯେଉଁ ଶରୀରର ମନ ତମ ଗୁଣି, ସେ ଭୁଲ କାମ କରିବ, ସେ ଶରୀର ଭୁଲ ଅଶାନ୍ତି ଦୁଃଖ କଷ୍ଟ ଅଶାନ୍ତି ଏସବୁ ଦୁଃଖ ହେବ। ଅନୁଭବ। ଆଚ୍ଛା, ଶରୀର ଯଦି ଅଶାନ୍ତି ଦୁଃଖ କଷ୍ଟ ହେବ, ବ୍ରହ୍ମ ସେ ଶରୀର ଭିତରେ ଯେଉଁ ଦର୍ଶନ କରୁଛନ୍ତି, କାହାକୁ ଦର୍ଶନ କରିବେ? ଦୁଃଖକୁ ହିଁ, କଷ୍ଟକୁ ହିଁ, ଆଜ୍ଞା ଆଜ୍ଞା ପୀଡ଼ାକୁ ହିଁ। ବୁଝିପାରୁଛନ୍ତି ନା ନାଇଁ? ଆଜ୍ଞା ଆଜ୍ଞା ତ ଏଠି କହିବାର କଥା ହେଲା, ବ୍ୟବହାରିକ ରୂପରେ ଯେତେ ଆମେ ଜଣେ ଜଣଙ୍କର ସାହାରା ହେବା, ଯେମିତି ମୁଁ ସିମ୍ପଲ୍ ଦେଖନ୍ତୁ, ଆଧ୍ୟାତ୍ମିକତା ବହୁତ ସହଜ, ତାକୁ ବହୁତ ଜଟିଳ କରି ଦିଆଯାଇଛି। ଯେମିତି ମୁଁ ସେମିତି ସମସ୍ତେ। ମୋତେ ଆଜ୍ଞା ଯେମିତି କଟୁ ବଚନ କହିଲେ ମୋ ମନକୁ ବାଧୁଛି, ସେମିତି ସମସ୍ତଙ୍କୁ ବାଧିବ। ମୋତେ ଯେମିତି କିଛି
ମାନେ ମୋ ଦେହକୁ ଯେମିତି ଛୁଞ୍ଚି ଫୁଟେଇଲେ କି କାଟିଲେ କି ଚୁମୁଡ଼ି ଦେଲେ ମୋ ଦେହକୁ ଯେମିତି କାଟୁଛି, ସେମିତି ଗୋଟେ ପଶୁଟାକୁ ବି କାଟିଲେ ତାକୁ ବି ବାଧିବ। ଆଜ୍ଞା। ତାକୁ ବି ଏମିତି ଯଦି ଆମେ ମୁଁ ହିଁ ସମସ୍ତଙ୍କ ଭିତରେ ଅଛି, ଏ ତ ବହୁତ ଗଭୀର ବିବେକ କଥା। ହିଁ ହଁ, ବିବେକ ହିଁ ପରୀକ୍ଷା। ମୁଁ ଆଜ୍ଞା ହିଁ ସମସ୍ତଙ୍କ ଭିତରେ ଅଛି, ଏ କଥାକୁ ତ ବହୁତ ଲୋକ ଧରି ପାରିବେନି। କାହିଁକିନା ସାଧନାରେ ସେତିକି ଉଚ୍ଚତମ ସ୍ଥିତିକୁ ଗଲେ, ମନର ତୁରୀୟ ସ୍ଥିତିକୁ ଯେତେବେଳେ ଦର୍ଶନ କଲେ, କି ଆଜ୍ଞା ଶାସ୍ତ୍ର ଅଧ୍ୟୟନ କଲେ, ବାରମ୍ବାର ସତ୍ସଙ୍ଗ କଲେ, ଏ କଥାକୁ ଧରି ପାରିବେ ନାଇଁ ସତ କଥା ମୁଁ ହିଁ ସମସ୍ତଙ୍କ ଭିତରେ ଅଛି। ଏ ଆଜ୍ଞା କଥାକୁ ନ ଧରି ପାରିଲେ ବି ଆମେ କମ୍ ସେ କମ୍ ଏତିକି ତ ବୁଝିପାରିବା ନା, ମୋରି ପରିକା ହିଁ ସମସ୍ତେ, ମୁଁ ଯେମିତି ଆଜ୍ଞା ସମସ୍ତେ ସେମିତି। ମୁଁ ହିଁ ନ ଆଜ୍ଞା କହିଲେ ମୋ ପରିକା ତ ଆମେ ବୁଝିପାରିବା ନା ନାଇଁ। ତ ଆଜ୍ଞା ଏତିକି ଯଦି ବୁଝିକିରି ଆମେ ସଂସାରରେ ରହିବା, ମୋତେ ଯେମିତି କଟୁବଚନ କଲେ କାଟୁଛି, ମୋତେ ଯେମିତି ଶରୀରକୁ ପୀଡ଼ା ଦେଲେ ମୋତେ ବାଧୁଛି, ମୋ ପରିକା ତ ସମସ୍ତେ ନା, ତ ତାଙ୍କୁ ବି ଆଜ୍ଞା ତ ସେମିତି ହିଁ ଲାଗୁଥିବ ନା। ଯଦି ଏତିକି ବି ଆଜ୍ଞା ଆମେ ଯଦି ବୁଝିପାରିବା, ସଂସାର ସ୍ୱର୍ଗ ହେଇଯିବ, ସଂସାର ଆଜ୍ଞା ସୁଖର ଆନନ୍ଦମୟ ହେଇଯିବ। ଆଜ୍ଞା ବୁଝୁଛି ନା ନାଇଁ। ଆଜ୍ଞା ତାକୁ ଦ୍ରଷ୍ଟା ଭାବରେ ଦେଖିଲେ ଏସବୁ କଥାକୁ ବୁଝିପାରିବା, ସାକ୍ଷୀ ଭାବରେ ଦେଖିଲେ ଏ କଥା ବୁଝିପାରିବା। ନହେଲେ ଶରୀର ସ୍ତରରେ ଦେଖିଲେ ମାୟାକୁ ହିଁ ଦେଖିବା, ମାୟା ଅସ୍ଥିର କରିବ, ମାୟା ଚଞ୍ଚଳ କରିବ, ମାୟା ବନ୍ଧନରେ ପକାଏ, ମାୟା ବାଟ ଆଜ୍ଞା ବଣା କରେ। ବୁଝିପାରୁଛନ୍ତି ନା ନାଇଁ, ଆଜ୍ଞା। ବହିର୍ମୁଖୀ ସବୁ ଗୁରୁଦେବ ଜିନିଷ ଆଉ ଗୁଡା। ଗୋଟେ କଥା, ଯଦି ସଂସାରରେ ଯୋଉଟାକୁ ଆମେ ସତ୍ୟ ଯୁଗ ତ ଏମିତି କହିଲେ କିଛି ବି ନାହିଁ, କିଛି ନାହିଁ, କିନ୍ତୁ ସମୟ ହଁ ନାହିଁ, ଆମେ ଯୋଉଟାକୁ ଆମେ ମାନିଛୁ। ସତ୍ୟ ଯୁଗ ବୋଲି ମାନୁଛେ, ସେ ଆଜ୍ଞା ମାନିବା ସ୍ତରରେ ଆମେ ଯଦି ଦେଖିବା, ଆଜ୍ଞା। ଗୁରୁଦେବ ସେ ସ୍ତରରେ ଏମିତି ଥିଲା କି ମାନେ ଆମେ ସମସ୍ତଙ୍କ ପ୍ରତି ସମାନ ଭାବନା ଥିଲା, ସମସ୍ତେ ହଁ, ମାନେ ଜ୍ଞାନ ଅଜ୍ଞାନର ଖେଳ, ଆଜ୍ଞା ଏସବୁ ଜ୍ଞାନ ଅଜ୍ଞାନର ଖେଳ। ଜ୍ଞାନୀ ଜ୍ଞାନ ମାନେ କ'ଣ, ଏ ଯୋଉ ଭୌତିକ ଜ୍ଞାନ ନୁହଁ। ଆଜ୍ଞା ଭୌତିକ ଜ୍ଞାନ ତ ଆଜି ଆମ ପାଖରେ ବହୁତ ଅଛି। ସ୍ୱଜ୍ଞାନ, ବ୍ରହ୍ମ ଆଜ୍ଞା ଜ୍ଞାନ, ନିଜର ଜ୍ଞାନ। ହୁଏତ ଟିକେ ଶୁଣନ୍ତୁ, ହଁ ସେତେବେଳେ କୁହନ୍ତୁ। ଆମେ କଣ କରୁଥିଲେ ନା ଶାସ୍ତ୍ର ବେଦ ବେଦାନ୍ତ ଏସବୁ ପଢିକି ଆମେ ସ୍ୱରୂପ ସ୍ତର ହେଇକି ସଂସାରରେ ଯୋଉ କର୍ମ ଆମର ଆବଶ୍ୟକ ମନୁଷ୍ୟ ଜୀବନ ଆମେ ସେ କର୍ମ ସବୁ କରୁଥିଲେ। ନିଶ୍ଚୟ କିନ୍ତୁ ଗୋଟେ ବର୍ତ୍ତମାନ ସ୍ତରରେ ଯାହା ବି ସବୁ ହଉଛି ଆପଣ ଜାଣିଥିବେ, ତାମାନେ ନିଶ୍ଚୟ। ଏସବୁ ବି କଣ ବ୍ରହ୍ମ ଲୀଳା? ମାନେ ସେତେବେଳେ ଯାହା ବି ହଉଥିଲା ଏବେ ବି ଯାହା ହଉଛି ସବୁ ଏସବୁ ବ୍ରହ୍ମ ହିଁ କରୁଛନ୍ତି। ସବୁ ବ୍ରହ୍ମଲୀଳା, ସବୁ ଗୋଟେ ତାହେଲେ ଗୋଟେ ବ୍ରହ୍ମଲୀଳା। ଶରୀର ଏମିତି ବି ଦେଖିବ, ତ ଯଦି ବ୍ରହ୍ମ ତାହେଲେ କରୁଛନ୍ତି, ତାହେଲେ ମୁଁ ଯୋଉ ଜଣଙ୍କୁ କଷ୍ଟ ଦେଉଛି ତାହେଲେ ତ ବ୍ରହ୍ମ କଷ୍ଟ ଦଉଛନ୍ତି। ମୁଁ ନା ଯଦି ନା ଗୋଟେ ନା ଶରୀରକୁ ନା ହାଣୁଛି ତାହେଲେ ବ୍ରହ୍ମ ନା ନା, ହାଣୁଛନ୍ତି। ଶରୀର ଆଜ୍ଞା ଦେଖନ୍ତୁ ଗୋଟେ କଥା, ଭଲ ପ୍ରଶ୍ନ ପଚାରିଲେ। ଆଜ୍ଞା ଆମେ ଗୋଟେ ଖେଳ ଖେଳୁଛେ, ଆଜ୍ଞା ବୁଝୁଛନ୍ତି, ଆଜିର ଯେଉଁ ପ୍ରସିଦ୍ଧ ଖେଳ କ୍ରିକେଟ ଅଛି। ଆଜ୍ଞା କ୍ରିକେଟର ଗୋଟେ ବିଧି ଅଛି ନା ନାଇଁ। ଦିଦି। ହଁ ବିଧି ହଁ ମାନେ ଆଜ୍ଞା 6ଟା ବଲ୍ ରହୁଛି, ହଁ ଏଇଠିକି ବାଡ଼େଇଲେ ଛକା, ସେଇଠିକି ବାଡ଼େଇଲେ ଚୌକା, କି ଏଇଠି ଏଇ 3ଟା ବାଡ଼ି ଧିହରେ ବାଜିଗଲେ ବଉଲ୍, ଏସବୁ ଅଛି ନା ନାଇଁ, ବିଧି ଅଛି ନା ନାଇଁ। ଆଜ୍ଞା ଆଜ୍ଞା ଆମେ ତାହେଲେ ବିଧିକୁ ମାନିକିରି ଖେଳିବା ନା ବିଧିକୁ ମାନିବାନି? ବିଧି ମାନିକି ଖେଳିବା। ଯଦି ମୁଁ କହିବି ନାଇଁ ମୁଁ ବିଧିକୁ ମାନିବିନି, ତାହେଲେ ଖେଳରେ ମୁଁ ଖେଳରୁ ରହିପାରିବି ବାହାର କି? କରିଦେବେ। ସେମିତି ଏ ଆଜ୍ଞା ସଂସାରରେ ଗୋଟେ ବିଧି ଅଛି, ଆଜ୍ଞା ମନମୁଖୀ କଲେ ତାକୁ ଅବଶ୍ୟ ବ୍ରହ୍ମଲୀଳାରେ ସବୁ ତ ବ୍ରହ୍ମ, କିନ୍ତୁ ଯୋଉ ଶରୀର, ଏବେ ଆମେ ଦେଖନ୍ତୁ, ସେଇ ବ୍ରହ୍ମ ଏପଟୁ କହୁଛନ୍ତି, ସେଇ ବ୍ରହ୍ମ ଆପଣଙ୍କ ଭିତରୁ ସେଠି ବି ଶୁଣୁଛନ୍ତି। ଆଜ୍ଞା ଶରୀର ସ୍ତରରେ ସେଇ ସବୁ ଆଜ୍ଞା କରୁଛନ୍ତି, ସେଇ କଲେ ସତ୍ୟ। ଶରୀର ସ୍ତରରେ ତ ଆମେ ଏ ଲୀଳାରେ ଗୋଟେ ଗୋଟେ ଅଂଶ ନା, ଆଜ୍ଞା ଶରୀର କଥା କହୁଛି। ତ ଆଜ୍ଞା ଶରୀର ସୁଖ ଦୁଃଖକୁ ନଉଛି, ଶରୀର ସ୍ୱର୍ଗକୁ ବି ଏଇଠି ଅନୁଭବ କରୁଛି, ସ୍ୱର୍ଗର ସୁଖକୁ, ଶରୀର ହିଁ ଏଇଠି ନରକର ଦୁଃଖକୁ ବି ଅନୁଭବ କରୁଛି। ତ ଆଜ୍ଞା ଶରୀର ଯଦ୍ୟ ଶ୍ରେଷ୍ଠ ହବା ପାଇଁ ଚାହୁଁଛି, ଶରୀର ଯଦ୍ୟ ସୁଖରେ ଆନନ୍ଦରେ ଏଇଠି ବିତାଇବା ପାଇଁ ଚାହୁଁଛି, ତାହେଲେ ଶରୀରକୁ ଶାସ୍ତ୍ରବତ୍ ଜୀବନଯାପନ କରିବାକୁ ପଡ଼ିବ। ଯେମିତି ସେଠି ଖେଳର କିଛି ରୁଲ୍ସ ଥିଲା, କିଛି ଆଜ୍ଞା ଅନୁଶାସନ ଥିଲା, ସେଇ ପରିକା ଖେଳିବାକୁ ପଡ଼ିବ। ଶରୀର କଥା କହୁଛି, ଆଜ୍ଞା ବୁଝୁଛି। ଆଜ୍ଞା ଆଉ ଦ୍ୱିତୀୟ ହେଲା ଶରୀର ସ୍ତରରେ ଯେତେବେଳେ ଆପଣ ଗୋଟେ ଅନୁଶାସନ ସହିତ ରହିବେ, ତ ଦିନ ଆସିବ, ସମୟ ଆସିବ, ନିଜର ସତ୍ସତ୍ତାକୁ ବୁଝିପାରିବେ। ସେଠି ଆକ୍ଚୁଆଲି ବ୍ରହ୍ମ ନିଜକୁ ହଜେଇ ନେଇଛନ୍ତି, ବ୍ରହ୍ମ ନିଜକୁ ଖୋଜୁଛନ୍ତି, ବ୍ରହ୍ମ ନିଜକୁ ପାଇକିରି ଖୁସି ହଉଛନ୍ତି। ଆଜ୍ଞା ତ ଏଠି କୋଉଠି ବ୍ରହ୍ମ ସ୍ୱରୂପରେ ରହୁଛନ୍ତି, ତ କୋଉଠି ମାୟାରେ ଜଡିତ ହେଇଯାଉଛନ୍ତି। ହଁ, ସେ ଏକା ହିଁ। ଦେଖନ୍ତୁ ଆମେ ଆଜ୍ଞା। ଯୋଉ କିନ୍ତୁ ଗୁରୁଦେବ ଆମେ ଶରୀର ଦୃଷ୍ଟିରୁ ଦେଖିଲା ସବୁ ଏଇଟା ଟିକେ ମାନେ ଗୋଳିଆ ହେଇଯାଉଛି ନା କି? ଗୋଳିଆ କିଛି ହେଇନି। ଆଜ୍ଞା ଆମେ ଟିକେ ସେ କଥାଟା ବେଶୀ ଗଭୀର ଭାବରେ ବୁଝିପାରୁନେ। ଆମେ ଦେଖନ୍ତୁ ଏଠି ଆଜ୍ଞା ସବୁ କଥାକୁ ବହିର୍ମୁଖୀ ହେଇକିରି ପରଖୁଛେ, ଶରୀର ସ୍ତରରେ ପରଖୁଛେ, କିନ୍ତୁ ଶରୀର ମାୟା, ଆଜ୍ଞା ଇନ୍ଦ୍ରିୟ ମାୟା, ଆଜ୍ଞା ସଂସ୍କାର ମାୟା,
ଆଜ୍ଞା ମନ ମାୟା, ମନର ବିଚାର ମାୟା, ଆଜ୍ଞା ବୁଝିହଉଛି? ତାର ଊର୍ଦ୍ଧ୍ୱରେ ବ୍ରହ୍ମ। ତାର ଊର୍ଦ୍ଧ୍ୱରେ ବ୍ରହ୍ମ ଅଛନ୍ତି। ଆଜ୍ଞା ତା ଊର୍ଦ୍ଧ୍ୱକୁ ଯିବା କେମିତି? ଶାସ୍ତ୍ରବତ୍ ଧ୍ୟାନ ମାନେ ସାଧନା ଧ୍ୟାନ ଏସବୁ ହେଇଛି। ସାଧନା ଏସବୁ ବିଧି ଅଛି। ଆଜ୍ଞା ଆଉ ସେ ଜିନିଷକୁ ଚିହ୍ନିଗଲେ ତ ଆନନ୍ଦ ହିଁ ଆନନ୍ଦ, ଖୁସି ହିଁ ଆଜ୍ଞା ଖୁସି। ବସି ସେ ଖୁସି, ଖାଉଁ ସେ ଖୁସି, ଯାହାକୁ ଦେଖୁଛେ ସିଏ ମୁଁ ଖୁସି। ବଡ଼ ସାନ ଭଲ ମନ୍ଦ, ମୁଁ ହିଁ ମୋତେ ମାରୁଛି, ମୁଁ ହିଁ ମୋତେ କାଟୁଛି, ବୁଝିହଉଛି? ଆଉ କିଛି ଆଜ୍ଞା ଇଏ ସଂସାର ମାନେ ଆନନ୍ଦମୟ ହେଇଯିବ। ମୁଁ ସେ ଆଜ୍ଞା କଥାକୁ ବର୍ଣ୍ଣନା କରିପାରୁନି। ମାନେ ସୁଖର ସର୍ବୋଚ୍ଚ ସ୍ଥିତିରେ ଆପଣ ରହିପାରିବେ, ଶାନ୍ତିର ସର୍ବୋଚ୍ଚ ସ୍ଥିତିରେ ଆପଣ ଅନୁଭବ କରିପାରିବେ। ବୁଝିପାରୁଛନ୍ତି ନା ଆଜ୍ଞା। ନାଇଁ? ଗୋଟେ ତ ସେ ସବୁ କଥା ମୁଁ ବୁଝିପାରିଲି। ତାପରେ ମୁଁ ଯେ ଆପଣଙ୍କୁ ମଝିରେ କହୁଥିଲି ବମ୍ କଥା, ତ ଏଇଟା ଟିକେ ଆପଣ ମତେ ବୁଝାନ୍ତୁ ଯେ ଏ ସବୁ ଜିନିଷ ଟା କାହିଁକି ନିର୍ମାଣ କରାଯାଉଛି? ମାନେ ଜଣକୁ ଧ୍ୱଂସ କରିଦବା, ଗୋଟେ ଦେଶକୁ ଧ୍ୱଂସ କରିଦବା, ଅଣୁ ପରମାଣୁ ବୋମା ଏସବୁ କାହିଁକି ନିର୍ମାଣ କରାଯାଉଛି? ଆମେ ତ ସମସ୍ତେ ମାନେ ସେଇ ଗୋଟେ ସ୍ୱରୂପ ନା, ନାଇଁ କାହିଁକି ଏବେ ନଷ୍ଟ ନାଇଁ କରିବାକୁ ଚାହୁଁଛେ? ସେଇ ଫେରେ ସେଇ ସିନେମାର ଉଦାହରଣ ଦେଇକି ବୁଝିବାକୁ ପଡ଼ିବ। ଆମେ ଆଜ୍ଞା ଯଦି କହିବା ତା ଦେହରେ ମରାମରି କାହିଁ ହେଉଛନ୍ତି, ତା ଭିତରେ ହଣାକୁଟା କାହିଁ ହେଉଛନ୍ତି, ଲୀଳାରେ ସେ ବି ଅଂଶ। ବୁଝିପାରୁଛି? ଆଜ୍ଞା ଗୋଟେ ଆଜ୍ଞା କଥା, ଆମେ ଯେଉଁ ବମ୍ର ନିର୍ମାଣ କରୁଛେ, ସେ ବମ୍ କେଉଁଠୁ ଆସିଲା? ଏ ମାଟି ଭିତରୁ ଆସିଲା। ଆଜ୍ଞା ମାଟି ଭିତରୁ କିଛି ଗ୍ୟାସୀୟ ପଦାର୍ଥ, କିଛି ତରଳ ପଦାର୍ଥ, କିଛି ସଲିଡ୍ ଲିକ୍ୱିଡ୍ ଗ୍ୟାସ୍, ଏସବୁ ଜିନିଷକୁ ମିକ୍ସ କରିକିରି ଗୋଟେ କମ୍ବିନେସନ୍ କରିକିରି ତାକୁ ବମ୍ ପରିକା କରିକିରି ଫୋପାଡ଼ୁଛନ୍ତି। କାହା ଉପରେ ଫୋପାଡ଼ୁଛନ୍ତି? ସେ ମାଟିରୁ ବାହାରୁଥିବା ସେ ମଣିଷ ଉପରେ ଫୋପାଡ଼ୁଛନ୍ତି। ଆଜ୍ଞା ସିଏ ଫେର ତରଳିକିରି ସେଇ ମାଟିରେ ମିଶୁଛି। କିଏ ବଢ଼ୁଛି କିଏ କମୁଛି? ଆଜ୍ଞା ମାଟି 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 ଗୋଟେ ହାଣ୍ଡି ହେଲା, ଗୋଟେ ମାଠିଆ ହେଲା, ମାଠିଆ ଭାଙ୍ଗିକିରି ଫେର ସେ ମାଟିରେ ମିଶିଲା। ଆଜ୍ଞା। କିନ୍ତୁ ଗୋଟେ ବି ଏଠି ଯୋଉ ଶରୀର, ପ୍ରତ୍ୟେକ ଶରୀର ସଂସାରରେ କିଛି କର୍ମ କରିବା ପାଇଁ ଆସିଛନ୍ତି ନା, ତ ଆମେ ଆସିନାହାନ୍ତି ୟାଙ୍କ ଦ୍ଵାରା ଯାଇନାହାନ୍ତି, କର୍ମକୁ ଛଡେଇ ଦଉଛେ। ଶୁଣନ୍ତୁ, କେହି ଆସିନାହାନ୍ତି ଯାଇନାହାନ୍ତି, ସେ ଆଜ୍ଞା ଥିଲେ ଅଛନ୍ତି। ସେଇ ତାଙ୍କ ଭିତରେ ଲୀଳା କରିଛନ୍ତି। ସେଇ ନୁହଁ ମୁଁ, ଆଜ୍ଞା ମୁଁ ମୋ ଭିତରେ ଲୀଳା କରୁଛି। ମୁଁ ଆଜ୍ଞା ଆକ୍ଚୁଆଲି ଦେଖନ୍ତୁ, ଆମେ ଯେହେତୁ ସଂସାରକୁ ବହିର୍ମୁଖୀ ହେଇକି ଚିହ୍ନିଛେ, ସବୁ ଆଜ୍ଞା କଥା ତର୍ଜମା କରୁଥିବା ସମୟରେ ଆମେ ଟିକେ ଫେର ସେ ବହିର୍ମୁଖୀ ହେଇଯାଉଛେ ଆଜ୍ଞା। ମୂଳ ନାଇଁ କଥାଟାକୁ। ଗୁରୁଦେବ, ଯେତେବେଳେ ମୁଁ କୌଣସି ଗୋଟେ ଶରୀରକୁ ବୁଝଉଛି ତତ୍ଵ ଜ୍ଞାନ, ନାଇଁ, ସିଏ ତାପରେ ଏଇ ସବୁ ପ୍ରଶ୍ନ ଗୁଡା କରୁଛନ୍ତି ସେ କରିବେ, ଯୋଉ ସେ କାହିଁ ପ୍ରଶ୍ନ କରିବେ? ଦେଖନ୍ତୁ, ମୋତେ ବି ବହୁତ ଲୋକ ପୁରାଣର ବ୍ୟାଖ୍ୟା ଦିଅନ୍ତି, କିଛି ମେଳା ଆଜ୍ଞା ବହିର ବ୍ୟାଖ୍ୟା ଦିଅନ୍ତି, କିନ୍ତୁ ତତ୍ଵ ହେଲା ସର୍ବୋଚ୍ଚ ଜ୍ଞାନ, ଆଜ୍ଞା ସର୍ବଶ୍ରେଷ୍ଠ ଜ୍ଞାନ। ତତ୍ଵକୁ ବୁଝିବା ପାଇଁ ହେଲେ ଇନ୍ଦ୍ରିୟଙ୍କର ସଂଯମତା ଦରକାର, ମନର ସ୍ଥିରତା ଦରକାର, ମନର ତୃପ୍ତତା ଦରକାର, ତା ସଙ୍ଗେ ସଙ୍ଗେ ବିବେକର ନିହାତି ଆବଶ୍ୟକ ଅଛି। ଆଜ୍ଞା ବିବେକର ଆବଶ୍ୟକ ଅଛି। ବିବେକର କାହିଁ ଆବଶ୍ୟକ ଅଛି? ସବୁ ଜିନିଷକୁ ଆମ ମୁତାବିକ ଚିହ୍ନିବାକୁ ଚେଷ୍ଟା କରିବାନି। ଯାହାଙ୍କୁ ବି ଆମେ ଗୁରୁ ମାନିଛେ କି ଯାହାଙ୍କଠୁ ବି ଜ୍ଞାନକୁ ଶୁଣୁଛେ, ସେ କାହାକୁ ଦର୍ଶଉଛନ୍ତି, ସେ କାହାକୁ କହୁଛନ୍ତି ନିତ୍ୟ ପଦାର୍ଥ, କାହାକୁ କହୁଛନ୍ତି ଅନିତ୍ୟ ପଦାର୍ଥ, କାହାକୁ କହୁଛନ୍ତି ବ୍ରହ୍ମ, କାହାକୁ କହୁଛନ୍ତି ମାୟା, କାହାକୁ କହୁଛନ୍ତି ପରିବର୍ତ୍ତନ ହେଉଛି, କାହାକୁ କହୁଛନ୍ତି ପରିବର୍ତ୍ତନ ହେଉନି। ତ ଏ ଯେଉଁ ପାର୍ଥକ୍ୟକୁ, ନିତ୍ୟ ଅନିତ୍ୟ, ସତ୍ୟ ଅସତ୍ୟ, ଆତ୍ମା ଅନାତ୍ମା, ବିବେକକୁ ବିନିଯୋଗ କରି ଏ ପାର୍ଥକ୍ୟକୁ ଯଦି ଜଣେ ବୁଝିପାରିବେ, ବ୍ରହ୍ମକୁ ଚିହ୍ନି ପାରିବେ। ଗୁରୁଦେବ, ଆପଣଙ୍କ କଥା ମୁଁ ଧରିକି ହଁ ମାନେ କୁହନ୍ତୁ, ବ୍ରହ୍ମ ଲିଳା ଟାକୁ ପୁରା ବୁଝିଗଲି। କ'ଣ ବୁଝିଲେ? ବୁଝିଲି ଏଇଆ କି, ଆଜ୍ଞା ମାନେ ବ୍ରହ୍ମ ଲୀଳା ତ ଏମିତି ଚାଲିଛି, ଆଜ୍ଞା କିନ୍ତୁ ଯେତେବେଳେ ସେ ବ୍ରହ୍ମ ଲୀଳା ଗୋଟେ ମାନେ ଶରୀର ଜାଣି ପାରନ୍ତି, ଆଜ୍ଞା। ସେ କାର୍ଯ୍ୟରୁ ନିଜକୁ ନିବୃତ୍ତ କରିକି ପରମାନନ୍ଦ ସୁଖକୁ ସେ ଅନୁଭବ ସୁନ୍ଦର କରନ୍ତି। ସୁନ୍ଦର ସୁନ୍ଦର, ଏହା ହିଁ ସତ୍ୟ। ଆଜ୍ଞା। ଏହା ହିଁ ଯେମିତି ସତ୍ୟ। ମାନେ ଯେମିତି ଗୋଟେ ପୁଅ ଗୋଟେ ବାପା ମାଙ୍କୁ କଷ୍ଟ ଦଉଛି, ଯନ୍ତ୍ରଣା ଦଉଛି, ମାନେ ଯେତେବେଳେ ଏଇ ସବୁ ଜିନିଷ ସଂସାରରେ ଚାଲୁଛି, ଆଜ୍ଞା ସିଏ ଭାବୁଛି ଯେ ମୁଁ ଆ ଦ୍ୱାରା କଣ ବାପା ମାଙ୍କୁ ମୁଁ ଛାଡିଦେଲି ମାନେ କଣ ମୋର ଖର୍ଚ୍ଚ ଟା ବଞ୍ଚିଯିବ, ମୁଁ ମାନେ ଖୁସି ରହିବି। ମାନେ ସେ ଯୋଉ ପୀଡା ଟା, କଷ୍ଟ ଟା ସେମାନେ ଅନୁଭବ କରୁଥିଲେ, ମାନେ ସେ କହିବାକୁ ଗଲେ ମୁଁ ଯଦି ତାଙ୍କୁ ବୃଦ୍ଧାଶ୍ରମରେ ଛାଡିଦେବି ତାହେଲେ ମୁଁ ଖୁସି ରହିବି। ସେ ମାନୁଛି ଏଇଟା ଖୁସି ଲୋଭୀ ରହିବି। ଲୋଭୀ ପୁଅ, ଲୋଭୀ ହଁ ପୁଅ, ହଁ। ସେ ସତ୍ୟକୁ ଜାଣିପାରୁନି। ଏଇଟା ବି ବ୍ରହ୍ମ ଲୀଳାରେ ହଉଛି, କିନ୍ତୁ ଯଦି ସେ ଶରୀର ବୁଝିବ, ନାଇଁ ଆ ଦ୍ୱାରା ମୁଁ ଗୋଟେ ଶରୀରକୁ କଷ୍ଟ ଯନ୍ତ୍ରଣା ଦଉଛି, ଯେମିତି ମତେ ବି ବୃଦ୍ଧାବସ୍ଥା ଦିନ ଆସିବ, ବାସ୍ ମତେ ବି ମୋ ବାସ୍, ପିଲା ଏମିତି କରିବେ। ମୁଁ ମାନେ ପରପୀଡ଼ି କହିଲେ ବି ଏଇ ସତ୍ୟତାକୁ ସଂସ୍କାର ଜାଣିପାରିବ। ଆଜ୍ଞା। ଶିଖୁଛନ୍ତି। ହଁ, ଆ, ସତ୍ୟତାକୁ ଜାଣିପାରିଲେ ସେ ତତ୍ତ୍ୱ ପାଖରେ ଏଠି ପହଞ୍ଚିକି ଅନୁଭବ ମୂଳ କରିପାରିବେ। କଥା ହେଲା ଆଜ୍ଞା ତତ୍ଵଜ୍ଞାନ ଯେହେତୁ ମନାତୀତ କଥା, ଇନ୍ଦ୍ରିୟାତୀତ କଥା, ଏ ଜ୍ଞାନକୁ ବୁଝିବା ପାଇଁ ହେଲେ ଶାସ୍ତ୍ରର କିଛି ନା କିଛି ଆଧାର ଟିକେ ପଢ଼ିଥିବା ଦରକାର। ଭଗବତ ଗୀତା ହଉ, ଉପନିଷଦ, ଇଏ ଆଜ୍ଞା ଭାଗବତମ ହଉ, କି ଏ ତ କେଉଁଠି
ଟିକେ ସତ୍ସଙ୍ଗରେ ଜଣେ ବସିଥିବେ, ଟିକେ କୋଉଠି ଗୁରୁବାଣୀକୁ ଟିକେ ଶୁଣିଥିବେ। ଆଜିକାଲି ତ ମିଡ଼ିଆ ବି ଅଛି, ୟୁଟ୍ୟୁବରେ ବି ବହୁତ ସାରା ମହାନ ସାଧୁ ସନ୍ଥମାନେ ଅନେକ ପ୍ରବଚନ ଦଉଛନ୍ତି। ସେ କଥାକୁ ଯିଏ ଆଜ୍ଞା ଶୁଣିଥିବେ, ଯାହାଙ୍କ ପାଖରେ ଆଧାର ଥିବ ସେ କଥା ବୁଝିପାରିବେ। ଯାହାଙ୍କ ପାଖରେ ଆଜ୍ଞା ଆଧାର ନଥିବ ସେ ବାରମ୍ବାର ବହିର୍ମୁଖୀ ହେବେ। ବାହାର ଜିନିଷକୁ ଆଜ୍ଞା ଆଜ୍ଞା ଆମେ ଗୋଟେ କଥା ହଉଥିବେ, ଆଉ କୁଆଡ଼େ ଯାଇକିରି ଆଉ କିଛି ପଚାରିବେ, ସେ କଥା ପଚାରୁଥିବେ ଆଉ କୁଆଡ଼େ ପହଞ୍ଚିବେ। କାହିଁକିନା ସାଗର ପରିକା ବିରାଟ ଜ୍ଞାନକୁ ସୀମିତ ସମୟ ଭିତରେ ବୁଝେଇ ହେବନି। ଆଉ ଯେତେ ବି ଆପଣ ଭୌତିକ ଉଦାହରଣ ଦେବେ, ସେ ଅଦୃଶ୍ୟ ଶକ୍ତିକୁ ଚିହ୍ନିବା ପାଇଁଲେ କିଛି ସମୟର ମାନେ କିଛି ଅବଧିର ଆବଶ୍ୟକ ଅଛି। କିଛି ସମୟ ଆଜ୍ଞା ଯେତେବେଳେ ନିଷ୍ଠାବାନ ହେଇକି ବାରମ୍ବାର ଗୋଟେ କଥାକୁ ବୁଝିବେ, ଶ୍ରବଣ ମନନ ନିରିଧ୍ୟାସନ କରିବେ, ଶାସ୍ତ୍ରକୁ ପଢ଼ିବେ, ସମୟ ଆସିବ ବୁଝିବେ। ଗୁରୁଦେବ ଆଉ ଗୋଟେ କଥା, ଆମେ ହୁଏତ ମାନେ ବେଦ ବେଦାନ୍ତ କି ଉପନିଷଦ କି ଶ୍ରୀମଦ ଭଗବତ ଗୀତା ନ ପଢି ପାରନ୍ତି, ଆଜ୍ଞା କିନ୍ତୁ ମୁଁ ଯେତିକି ଜାଣିଛି ଗୋଟେ ମଣିଷ ଯଦି ଭାଗବତକୁ ବୁଝିପାରିଲା, ପରମଶାସ୍ତ୍ର ଭାଗବତ, ଆଜ୍ଞା ନିହାତି ମାନେ ସେ ହଁ, ନିଜ ଜନ୍ମକୁ ସାର୍ଥକ ଭାଗବତମରେ କରିଥିବ। ଆଉ ଟିକେ ସରଳ ଭାବରେ ସବୁ କଥା ଲେଖା ହେଇଛି। ହଁ, ଏଇ କଥା ଲେଖା ହେଇଛି। ଗୋଟେ କାଲି ମୁଁ ଗୋଟେ ଭିଡିଓ କରୁଥିଲି, ବ୍ରହ୍ମ ସ୍ୱରୂପେ ଲୀନ ହୋଇ ସାକ୍ଷାତ ମୁକ୍ତି ସେ ଲୋଭ ହୋଇ। ହରି ବୋଲ ହରି ବୋଲ। ହଁ, ଏଇଟା ସୁନ୍ଦର ଗୋଟେ ଥିଲା। ସୁନ୍ଦର। ମାନେ ଆମେ ମୁକ୍ତି ଟା ଭାବୁଛେ ଯେ ମଲା ପରେ କୋଉଠି ପାଇବା, ନା ନା, କିନ୍ତୁ ମୁକ୍ତି ଟା ଜୀବିତ ଅବସ୍ଥାରେ ମୁକ୍ତି ପ୍ରାପ୍ତ କରାଯାଏ। ନିଜକୁ ଚିହ୍ନିବା ମୁକ୍ତି। ଆଜ୍ଞା ଭଲ, ଆଜି ଗୋଟେ ସତ୍ସଙ୍ଗ ହେଲେ ଏ ସ୍ପିଚ ଟା ଅପଲୋଡ କରିବା। ଆଜ୍ଞା ଆଜ୍ଞା। ଗୁରୁଦେବ ଆଉ ଗୋଟେ କଥା ମୋ ପ୍ରଶ୍ନ ଥିଲା, ମୁଁ କାଲି ନା ପରଦିନ ବସିଥିଲା ବେଳେ ମନରେ ଆସିଲା। ଗୁରୁଦେବ ମାନେ 108ଟା ମାଳା ଆପଣଙ୍କ ଭିଡିଓ ଦେଖୁଥିଲି, ମନେ ପଇଲା ଆପଣଙ୍କ ଭିଡିଓ ଦେଖୁଥିଲି ଯୋଉ ମାଳା ଯୋଉ ଜପାଯାଏ। ଆଜ୍ଞା। ଗୁରୁଦେବ ମାନେ 109ଟା କାହିଁ ନହେଲା, କାହିଁ 110ଟା ନହେଲା, 108ଟାକୁ କାହିଁ ଧରାଗଲା? ଏଇଥିପାଇଁ ଧରାହେଲା, 109ଟା ବି ହେଇଥିଲେ ଆପଣ କହିଥାନ୍ତେ 108ଟା କାହିଁ ହେଲାନି। ଆଜ୍ଞା ଆଜ୍ଞା ବୁଝିପାରୁଛୁ ନା ନାଇଁ? ଆଜ୍ଞା ଗୋଟେ ଆଜ୍ଞା ମାପଦଣ୍ଡ, ସିଏ ଗୋଟେ ମାପକାଠି। ଯଦି ଆଜ୍ଞା 100ଟା ହେଲା ଠିକ୍ ଅଛି, 100ଟା ମାନେ ଦେଖନ୍ତୁ, ଆମେ ଯେତେବେଳେ ମୁଖରେ ଆମେ କିଛି ଜପ କରୁଛେ, ଭାବି ନିଅନ୍ତୁ ଗୁରୁ ଆଜ୍ଞା ମନ୍ତ୍ର ଓମ୍। ଆମେ କହିଲେ ଓମ୍ 1, ଓମ୍ 2, ଓମ୍ 3। ଆଚ୍ଛା, ଏମିତି ଜପିଲେ କ'ଣ ହବ? ଆମେ ମନ୍ତ୍ର ଉପରେ ବି ମନ ରହୁଛି, ସଂଖ୍ୟାକୁ ଗଣିବା ଉପରେ ବି ମନ ରହୁଛି, ମନ ଅସ୍ଥିର ଆଜ୍ଞା ହେବ, ମନ ଟିକେ ଆଜ୍ଞା ଚଞ୍ଚଳ ହେବ। ତ ସାଧକମାନେ ଦେଖିଲେ ଏ ମନକୁ, ଏ ଯେଉଁ ସାଧନାକୁ ଆଉ ଟିକେ ସରଳ କେମିତି କରିବା। ସରଳ ଏମିତି କରିବା, ଗୋଟେ କିଛି ଭୌତିକ ବସ୍ତୁର ଆଧାର ନେବା। କ'ଣ ନେବା? ଆଜ୍ଞା ଆଜ୍ଞା ମାଳା ନେବା। କେତେଟା ନେବା? ଏତିକିଟା ନିଅ। ସେ ଆଜ୍ଞା ଯେତିକିଟା ନେଲେ ତାକୁ ଗଣିଲାକୁ 108 ହେଇଗଲା। ଆଜ୍ଞା ବୁଝିପାରୁଛି? ସେଟା ମାଳା ଧୀରେ ଦେଖିବେ, ଗୋଟେ ମଝିରେ ଗୋଟେ ଛୋଟ ମାଳି ଗୋଟେ ଗୁନ୍ଥା ହେଇଥିବ। ଆଜ୍ଞା ଯୋଉଠି ଏଣ୍ଡ ହବ। ହଁ, ଆଜ୍ଞା ଜଏଣ୍ଟ ଏଣ୍ଡ ହବ। ସେଇଠୁ ଆଜ୍ଞା ଆରମ୍ଭ ହେଲା। ସେଠୁ ଆରମ୍ଭ ଯେତେବେଳେ କରୁଛନ୍ତି, ଆଉ ଆପଣଙ୍କୁ ସଂଖ୍ୟା ଗଣିବାକୁ ପଡ଼ୁନି, ମନରେ ଗଣିବାକୁ ପଡ଼ିବନି 1, 2, 3, ଆଉ କୁଆ ଗଣିବାକୁ ପଡ଼ିବନି। ହାତ କ'ଣ ଆଜ୍ଞା କରୁଛି? ମାଳିକି ବୁଲାଉଛି। ହାତ ମାଧ୍ୟମରେ ଆମର ଗୋଟେ ବୁଝିପାରୁଛି ଯେ ଗୋଟେ ମାପଦଣ୍ଡ ହେଉଛି, ଆମେ 108ଟା ମାଳା କଲେ। ହାତ ଆଜ୍ଞା ମାଳିକୁ ଗଡ଼ଉଛି, ମନ ମନ୍ତ୍ର ସାଙ୍ଗରେ ଏକ ହେଉଛି। ତା ଦ୍ୱାରା କ'ଣ ହେବ? ମନରେ ସହଜ ଭାବରେ ସ୍ଥିରତା ଆସିବ। ଧରି ହେଉଛି ନା ନାଇଁ? ତ ଆଜ୍ଞା। ଗୁରୁଦେବ ସ୍ଥିର ଆଉ ଗୋଟେ କଥା, ଆମେ ଯେତେବେଳେ ବ୍ରହ୍ମତ୍ଵକୁ ଅନୁଭବ କଲେ, ଆଉ ଡେଲି ବି ଆମେ ସାଧନା କରୁଛେ, ତତ୍ତ୍ୱକୁ ବି ଡେଲି ଆମେ ଅନୁଭବ କରିପାରୁଛେ, ତା ଦେହରେ ମାଳା ମାନେ ଗଡେଇବାର ବି ଆବଶ୍ୟକତା ଅଛି କି? ନାଇଁ ନାଇଁ, ଯେତେବେଳେ ବ୍ରହ୍ମଙ୍କୁ ଅନୁଭବ କଲେ ସେତେବେଳେ ସାଧନା ଆହୁରି ସୂକ୍ଷ୍ମ ହେଇଯାଏ। ସାଧନା ଯଦି ଆହୁରି ବି ମନରେ ଆସିଲା ସହଜ ନାହିଁ ମୁଁ ହେଇଯାଏ। ମାଳା ଗଡେଇବି, ଗଡେଇ କରିପାରିବେ, ପାରିବ କି? କରିପାରିବେ, କିଛି ଅସୁବିଧା ନାହିଁ। ଆଜ୍ଞା କରିପାରିବେ, କିଛି ଅସୁବିଧା ନାହିଁ। ଦେଖନ୍ତୁ, ମାଳାର ଆବଶ୍ୟକ କେତେବେଳେ ରହୁଛି? ମନ ଯେତେବେଳେ ଅଧିକ ଅସ୍ଥିର ଚଞ୍ଚଳ ହେଉଛି, ଆଜ୍ଞା ତ ସେଠି ଭୌତିକ ବସ୍ତୁ ପଦାର୍ଥ ଦ୍ୱାରା ଆପଣ ମନରେ ମନ୍ତ୍ର ସ୍ମରୁଛନ୍ତି, ମାଳାକୁ ଧରିକିରି ହାତରେ ଜପ କରୁଛନ୍ତି। କିନ୍ତୁ ଆଜ୍ଞା ଯେତେବେଳେ ଆଉ ଟିକେ ସୂକ୍ଷ୍ମ ସାଧନା ହେଉଛି, ମନ ଟିକେ ନିୟନ୍ତ୍ରିତ ହେଉଛି, ମାଳା ବିନା ବି ଆପଣ ବସିକରି ଶାନ୍ତ ଭାବରେ ଓମ୍କୁ ସ୍ମରଣ କରିପାରିବେ। ଯେତେବେଳେ ଆଜ୍ଞା ଆହୁରି ଟିକେ ସୂକ୍ଷ୍ମ ସାଧନା ହେଉଛି, ଓମ୍କୁ ବି ଛାଡ଼ିକରି ଆପଣ ନିଶ୍ୱାସକୁ ଦେଖିପାରିବେ, ଅଜପା ମନ୍ତ୍ର ଯାହାକୁ ଆମେ କହୁଛେ। ଯେତେବେଳେ ଆଜ୍ଞା ଆହୁରି ଶାନ୍ତ ସ୍ଥିର ହେଉଛି, ନିଶ୍ୱାସର ସେ ଧ୍ୱନିକୁ ଶୁଣିପାରିବେ। ଯେତେବେଳେ ଆହୁରି ସ୍ଥିର ହେଉଛି, ହୃଦୟ ସ୍ପନ୍ଦନକୁ ଶୁଣିପାରିବେ। ଆହୁରି ସ୍ଥିର ହେଲେ ବ୍ରହ୍ମଧ୍ୱନି, ଆହୁରି ସ୍ଥିର ହେଇଗଲେ ସେ ଧାରଣାରୁ ଆପଣ ଊର୍ଦ୍ଧ୍ୱକୁ ଯାଇକରି ଧ୍ୟାନ ଆଜ୍ଞା। ଘଟିତ ହେବ। ତ କିନ୍ତୁ ଗୁରୁଦେବ ଆପଣ ଯାହାବି କହିଲେ, ଆଜ୍ଞା ମୁଁ ଏ ମାଧ୍ୟମରେ କେତେବେଳେ ମାନେ ଯେତେବେଳେ ପ୍ରଚେଷ୍ଟା କରେ ଏ ମାଧ୍ୟମରେ ଧ୍ୟାନ କରିକି ସେ ତତ୍ତ୍ୱ ପାଖରେ ପହଞ୍ଚିବା ପାଇଁ, ଆଜ୍ଞା କେତେବେଳେ ମୁଁ ମାନେ ଏମିତି କରିପାରେନି, ମାନେ ଓମ୍ ମନ୍ତ୍ର ଜପୁଥିବି ତ ତାପରେ ସେ କେତେବେଳେ ଉଭା ନେଇଯାଇଥିବ, ଆଉ ସେ ଜପ ବନ୍ଦ ହେଇଯାଇଥିବ,
ତାପରେ କହିଲେ ମୋ ହୃଦୟ ସ୍ପନ୍ଦନ ବନ୍ଦ ହେଇଥିବ, ସିଏ ବି କେତେବେଳେ ବନ୍ଦ ହେଇଥିବ। ବନ୍ଦ ହେଇଯିବ ଧୀରେ ଧୀରେ, ଯେତେବେଳେ ଆଜ୍ଞା ମନର ସ୍ଥିରତା ଆସିଯିବ ସବୁ ଆଜ୍ଞା। ଅଦୃଶ୍ୟ ହେଇଯିବ, ସବୁ ଶୁଣୁନାହାନ୍ତି, ଶାନ୍ତ ଗୋଟେ ହେଇଯିବ। ଏସବୁ ଜିନିଷ କଲେ ମୁଁ ୟା ଦ୍ଵାରା ସେ ତତ୍ତ୍ୱକୁ କେବେ ବି ଅନୁଭବ କରିପାରୁନି। କିନ୍ତୁ ମୁଁ ଯଦି ଖାଲି ଧ୍ୟାନରେ ଏମିତି ବସୁଛି, ନର୍ମାଲ ଯେମିତି ବସିବା କଥା ଆଜ୍ଞା। ବସୁଛି, ସେ ଅଟୋମେଟିକାଲି ଘଣ୍ଟେ ଅଧଘଣ୍ଟା, ଏବେ ଅଧଘଣ୍ଟା ଗୋଟେ ଗୋଟେ ଖୁସିର କଥା, ଅଧଘଣ୍ଟା ଭିତରେ ମାନେ ସମୟ ଅବଧି ତ ଏମିତି କହିବା କଥା ନୁହଁ, ମୁଁ କିନ୍ତୁ କହୁଛି ଆପଣଙ୍କୁ, ମାନେ ଅଧଘଣ୍ଟା ଭିତରେ ତତ୍ତ୍ୱକୁ ମୁଁ ଅନୁଭବ କରିଦଉଛି, ଆଉ ମାନେ ଘଣ୍ଟେ 1.5 ଘଣ୍ଟା ବସିବାକୁ ହଁ ପଡୁନି। ହଁ, ସାଧନା ଦେଖନ୍ତୁ, ଗୋଟେ ଆଜ୍ଞା ଆମେ ମନ ଏକ ଘୋଡ଼ା ପରିକା। ଆଜ୍ଞା ଘୋଡ଼ାକୁ ଯେତେ ଆମେ ଅଁ, ସାଧନା କରେଇବା, ଘୋଡ଼ାକୁ ମାନେ ସାଧନା କରିବା କ'ଣ, ଘୋଡ଼ାକୁ ଯେତେ ଆମେ ଅନୁଶାସନ ଭିତରେ ରଖିବା, ଆଜ୍ଞା ସେତେ ଆମ ନିୟନ୍ତ୍ରଣ ଭିତରେ ରହିବ। ଆଜ୍ଞା ଘୋଡ଼ାକୁ ଯେତେ ଆମେ ହୁଗୁଳା ଛାଡ଼ିଦେବା, ସେ ସେତେ ଜଙ୍ଗଲି ହେଇକା ଯିବ। ମନ ବି ଆଜ୍ଞା ସେମିତି, ମନକୁ ଯେତେ ଆମେ ନିୟନ୍ତ୍ରଣ ଭିତରେ ରଖିବା, ଯେତେ ଶାନ୍ତ ରଖିବା, ଯେତେ ଅନ୍ତର୍ମୁଖୀ ରଖିବା, ମନ ଆଜ୍ଞା ସେତେ ଶାନ୍ତ ରହିବ, ମନ ସେତେ ଆମ ନିୟନ୍ତ୍ରଣରେ ରହିବ। ମନକୁ ଆଜ୍ଞା ଯେତେ ଆମେ ଟିଭିରେ, ମୋବାଇଲରେ, ଭୌତିକ ପରଚିନ୍ତନରେ ଆମେ ଡ୍ରାମା, ଯାହା ବି ଆଜିକାଲି ଚାଲିଛି ବାହାରେ, ତା ଦେହରେ ଏଣ୍ଟରଟେନମେଣ୍ଟ ହଁ, ରଖିବା। ଆଜ୍ଞା ଯେତେ ଆମେ ବହିର୍ମୁଖୀ ରଖିବା, ମନ ସେତେ ଅସ୍ଥିର ହେବ, ଚଞ୍ଚଳ ହେବ। ଆଜ୍ଞା ବୁଝୁଛି, ସେତେ ନିୟନ୍ତ୍ରଣ ବାହାରେ ହିଁ ଯିବ। ଆଜ୍ଞା। ଏସବୁ କଥା। ଠିକ୍ ଅଛି ବୋଧେ ଆଜିର। ତାପରେ ମୁଁ ଟିକେ ଅଧିକା ଟିକେ ଧ୍ୟାନ କରିବାକୁ ଚାହିଁଲେ ବି ମାନେ ଏବେ କହୁଛି, ମାନେ ସେତେବେଳେ ମୁଁ ଘଣ୍ଟେ 1.5 ଘଣ୍ଟା ପର୍ଯ୍ୟନ୍ତ କରୁଥିଲି, ଗୋଡ ହାତ ବିନ୍ଧା ହେଲା, ପୁଣି କହୁଥିଲି ଟିକେ ମୁଁ ଗୋଟା ତଳୁ କରିଦେଇ ପୁଣି ଧ୍ୟାନ ଟା କରୁଥିଲି। କିନ୍ତୁ ଗୋଟେ ଏବେ ଆଉ ସେମିତି ଇଚ୍ଛା ହଉନି, ପୁରା ଟୋଟାଲ କଣ୍ଟିନ୍ୟୁ ଧ୍ୟାନ କରିବାକୁ ଇଚ୍ଛା ହଉଛି, ଗୋଡ ହାତ ଲମ୍ବେଇଲା ମାନେ ସେ ମାଇଣ୍ଡ ଆଉ ଯାଉନି। କିନ୍ତୁ ଆଚ୍ଛା। ଗୋଟେ ଯେତେବେଳେ ଉଠୁଛି ନା, ଟୋଟାଲ ମାନେ ଗୋଡ ତଳେ ଲାଗି ପାରୁନି, ପୁରା ମାନେ ପୁରା ଝିମ୍ ଝିମ୍ ହେଇଯାଉଛି, ପୁରା ମାନେ କେମିତି କେମିତି ଗୋଟେ ହେଇଯାଉଛି। ନାଇଁ ନାଇଁ, ଖାଇବା ପିଇବାରେ କିଛି ପୌଷ୍ଟିକ ପଦାର୍ଥ ଖାଆନ୍ତୁ, ଟିକେ ଚଲାବୁଲା ଟିକେ କରିବେ, ଆଜ୍ଞା ଶରୀରର ବ୍ୟାୟାମ ଟିକେ କରିବେ। କାହିଁକିନା ଶରୀର, ଇନ୍ଦ୍ରିୟ, ମନ, ବ୍ରହ୍ମ ଜଣେ ଆଜ୍ଞା ଜଣଙ୍କ ସାଙ୍ଗରେ ଜଡ଼ିତ ଅଛନ୍ତି, ଜଣକ ବିନା ଆଉ ଜଣେ ଅଧୁରା। ତ ଆଜ୍ଞା ଶରୀର ଯଦି କିଛି ସାଥ ଦେଉନି, ତ ଶରୀରକୁ ଟିକେ ସୁଧାରିବାକୁ ପଡ଼ିବ। ଆମ ଖାଦ୍ୟପେୟରେ ଆଜ୍ଞା କ'ଣ କ'ଣ ଖାଉଛେ, ଆଉ ଟିକେ ଭଲ ଜିନିଷ ଖାଇବା, ଫଳମୂଳ ଖାଇବା ଟିକେ, ତାପରେ ଶାଗ ଖାଇବା, ବାରି ପନିପରିବା ଖାଇବା, ବୁଝୁଛି। ତାପରେ ବୋଧେ ସେଇଟା ତ ସମ୍ଭବ ନୁହଁ ନା, ବାରିରୁ ପନିପରିବା ଖାଇବା। କିଛି ଅସମ୍ଭବ ନାହିଁ, ଆମେ ଚେଷ୍ଟା କଲେ ଆଜ୍ଞା ବାରିରେ ଆମେ କରିପାରିବା। ଅସମ୍ଭବ ଆମେ ନା ମାନି ଏତେ ନେଇଛେ। ଜାଗା ବି ନାହିଁ ମାନେ କରିବା ପାଇଁ। ମୁଁ ଯାହା ସେଇ ବି ହଉ, କଥା କହୁଛି। ବିକଳ୍ପ ଆଜ୍ଞା ଅଛି ନା, ତା ବିକଳ୍ପ ଆଜ୍ଞା ଅଛି। ଭଲ ଜିନିଷ ଟିକେ ଖାଇବା, ଟିକେ ଶାରୀରିକ ବ୍ୟାୟାମ କରିବା, ଯାହାଫଳରେ ଆଜ୍ଞା ଶରୀର ଆଜ୍ଞା। ଟିକେ ସୁସ୍ଥ ରହିବ, ଶରୀର ଆମକୁ ସାଥ ଦେବ ସାଧନାରେ। ଠିକ୍ ଅଛି, ଆଜିର ସତ୍ସଙ୍ଗ ଏଠି ଗୋଟେ ବିରାମ ଆଉ ଦେବା। ଗୋଟେ ପ୍ରଶ୍ନ ମୋର ଟିକେ କାଲି ଦୂର କାଲି କାଲି କରିସାରନ୍ତୁ। କଥା ହବା। ନା ନା ଆଜି ଟିକେ ଟିକେ ବହୁତ ସମୟ ହେଲେ, ଟିକେ ପ୍ଲିଜ୍ ପ୍ଲିଜ୍ ପ୍ଲିଜ୍, ଟିକେ ଆଜ୍ଞା ମୋର ଆଉ ଆଜ୍ଞା ଆଉ ଆଜ୍ଞା ଟିକେ କାମ ଅଛି ତ, ଟିକେ ଆଜ୍ଞା କାମ ଆଜ୍ଞା। ଅଛି। ଠିକ୍ ଅଛି, ହଁ ଭଲ ଲାଗିଲା ପ୍ରଣାମ କଥା ପ୍ରଣାମ ହେଇ, ଗୋଟେ ହରିଓମ, ପ୍ରଣାମ ପ୍ରଣାମ ଆଜ୍ଞା। ପ୍ରଣାମ।